ପିଲାଏ, ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଚାଲ ଆଜି ଆମେ ପଢ଼ିବା ପରିବେଶ ବିଷୟରେ। ପରିବେଶ ଶବ୍ଦର ଅର୍ଥ ଅତି ବ୍ୟାପକ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବ୍ୟକ୍ତି ଯେଉଁ ପଦାର୍ଥ, ବସ୍ତୁ, ପରିସ୍ଥିତି, ଘଟଣାବଳୀ ଦ୍ୱାରା ପ୍ରଭାବିତ ହୋଇଥାଏ, ସେ ସମସ୍ତ ତା'ର ପରିବେଶର ଅନ୍ତର୍ଭୁକ୍ତ ହୋଇଥାଏ। ବ୍ୟକ୍ତିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବିତ କରୁଥିବା ଏହାର ଚତୁଃପାର୍ଶ୍ୱସ୍ଥ ସମସ୍ତ ଉପାଦାନକୁ ନେଇ ପରିବେଶ ସୃଷ୍ଟି ହୋଇଥାଏ। ପରିବେଶର ପ୍ରକାର। ସୁବିଧା ଦୃଷ୍ଟିରୁ ପରିବେଶ ମୁଖ୍ୟତଃ ଆମର 5 ଭାଗରେ ବିଭକ୍ତ କରାଯାଇଛି। ଭୌତିକ ପରିବେଶ। ତାହେଲେ ପରିବେଶକୁ ଆମେ କେତେ ନା 5 ଭାଗରେ ବିଭକ୍ତ କରିଛନ୍ତି। ଭୌତିକ ପରିବେଶ। ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଦିନ ରାତି, ପାଗ ଓ ଋତୁ ପରିବର୍ତ୍ତନ, ଜଳ, ବାୟୁ, ମୃତ୍ତିକା, ପଥର, ନଦୀ, ଝରଣା, ପାହାଡ଼, ପର୍ବତ, ଚନ୍ଦ୍ର, ତାରା, ଘଡ଼ଘଡ଼ି ଇତ୍ୟାଦି ଭୌତିକ ପରିବେଶର ଅନ୍ତର୍ଭୁକ୍ତ। ଏହି ସବୁଗୁଡ଼ିକ ଉପାଦାନ ପ୍ରକୃତି ଦତ୍ତ। ଜୀବନ ସହିତ ସମ୍ପର୍କିତ ଉପାଦାନକୁ ନେଇ ଜୈବ ପରିବେଶ ସୃଷ୍ଟି ହୋଇଛି। ସମସ୍ତ ଗଛଲତା ଓ ଜୀବଜନ୍ତୁ ଜୈବିକ ପରିବେଶର ଅଂଶ ବିଶେଷ। ପରିବେଶର ସମସ୍ତ ସଦସ୍ୟ, ସାହି ପଡ଼ିଶାର ଲୋକ, ଗ୍ରାମରେ ବସବାସ କରୁଥିବା ବିଭିନ୍ନ ଜାତିର ଲୋକ, ବିଦ୍ୟାଳୟ, ଡାକ୍ତରଘର, ଡାକ୍ତରଖାନା ଆଦି ସାମାଜିକ ପରିବେଶର ଅନ୍ତର୍ଗତ। ନିଜ ଅଞ୍ଚଳର ପର୍ବପର୍ବାଣି, ବେଶଭୂଷା, ମନ୍ଦିର, ଗିର୍ଜା, ମସଜିଦ୍, ଗୁରୁଦ୍ୱାର ଭଳି ଧର୍ମାନୁଷ୍ଠାନ, ପାଠାଗାର, କ୍ଲବ ଘର, ଆଖଡ଼ା ଘର ଆଦି ସାଂସ୍କୃତିକ ପରିବେଶର ଅଂଶ ବିଶେଷ। ମନୁଷ୍ୟ ତା'ର ଜ୍ଞାନକୌଶଳ ପ୍ରୟୋଗ କରି ଯାହା ସବୁ ହାତରେ ତିଆରି କରିଛି ଏବଂ ଉଦ୍ଭାବନ କରିଛି, ତାହାକୁ ମନୁଷ୍ୟ ପରିବେଶ କହନ୍ତି। କୋଠାବାଡ଼ି, ଗାଡ଼ି ମଟର, କଳକାରଖାନା, ଯନ୍ତ୍ରପାତି, ଟେଲିଫୋନ, ରେଡ଼ିଓ, ରକେଟ, ଟେଲିଭିଜନ, କମ୍ପ୍ୟୁଟର, ରୋବୋଟ, ଯୁଦ୍ଧ ଉପକରଣ, ମୋବାଇଲ ଫୋନ, କାଲକୁଲେଟର ଇତ୍ୟାଦି ମନୁଷ୍ୟକୃତ ପରିବେଶର ଅଂଶ ବିଶେଷ। ଉପର ବର୍ଣ୍ଣିତ ଉଭୟ ଭୌତିକ ଓ ଜୈବିକ ପରିବେଶର ପ୍ରତ୍ୟେକ ଉପାଦାନ ପ୍ରକୃତିର ଅବଦାନ ହୋଇଥିବାରୁ ଏହାକୁ ପ୍ରାକୃତିକ ପରିବେଶ କୁହାଯାଏ। ଏହିସବୁ ଅନୁଧ୍ୟାନ ବିଜ୍ଞାନ ଭିତ୍ତିକ ହୋଇଥିବାରୁ ଏ ସମ୍ପର୍କୀୟ ଅଧ୍ୟୟନକୁ ପରିବେଶ ଅଧ୍ୟୟନ ବା ବିଜ୍ଞାନ ନାମକରଣ କରାଯାଇଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ମନୁଷ୍ୟକୃତ ପରିବେଶକୁ ସାମୂହିକ ଭାବେ ସାମାଜିକ ପରିବେଶ ରୂପେ ଅଭିନିହିତ କରାଯାଇଛି। ଏ ସମ୍ପର୍କୀୟ ଅଧ୍ୟୟନକୁ ପରିବେଶ ଅଧ୍ୟୟନ, ସାମାଜିକ ପାଠ ବା ସାମାଜିକ ଶିକ୍ଷା ନାମକରଣ କରାଯାଇଅଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ମନୁଷ୍ୟକୃତ ପରିବେଶକୁ ସାମୂହିକ ଭାବେ ସାମାଜିକ ପରିବେଶ ରୂପେ ଅଭିହିତ କରାଯାଇଛି। ଏ ସମ୍ପର୍କୀୟ ଅଧ୍ୟୟନକୁ ପରିବେଶ ଅଧ୍ୟୟନ ବା ସାମାଜିକ ପାଠ ବା ସାମାଜିକ ଶିକ୍ଷା ନାମକରଣ କରାଯାଇଅଛି। ସାମାଜିକ ବିଜ୍ଞାନର ଅର୍ଥ ଓ ସଂଜ୍ଞା। ସାମାଜିକ ବିଜ୍ଞାନ ହେଉଛି ସମାଜରେ ସଂଗଠିତ ହେଉଥିବା ବିଭିନ୍ନ କାର୍ଯ୍ୟକଳାପ, ପରିବେଶ ପରିସ୍ଥିତି, ଘଟଣା, ପରିବର୍ତ୍ତନ ଇତ୍ୟାଦିର ସମାହାର। ସାମାଜିକ ବିଜ୍ଞାନର ବିଭିନ୍ନ ସଂଜ୍ଞା ନିମ୍ନରେ ଦିଆଗଲା। ଚାର୍ଲ୍ସ ବେୟର୍ଡ। ସାମାଜିକ ବିଜ୍ଞାନ ହେଉଛି ବିଭିନ୍ନ ଜାତିର ତଥା ଭୌତିକ ବସ୍ତୁଠାରୁ ଭିନ୍ନ ମାନବୀୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ଜ୍ଞାନ ଓ ଚିନ୍ତାଧାରାର ଗନ୍ତାଘର।
ଜେମ୍ସ ହାଏ। ସାମାଜିକ ବିଜ୍ଞାନ ଏକ ପଠନ ଉପଯୋଗୀ ଶିକ୍ଷଣୀୟ ବିଷୟ ଯାହାକି ସମସାମୟିକ ବୁଝାମଣା ସୂଚନା ଦିଏ ଓ ଏହା ଏକ ପ୍ରାକୃତିକ ଓ ଅପ୍ରାକୃତିକ ଉଦ୍ଦୀପକ ଯାହା ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ମନେ ରଖ, ଅନ୍ତର୍ଦେଶୀୟ ଏନସାଇକ୍ଲୋପିଡ଼ିଆରେ ସାମାଜିକ ବିଜ୍ଞାନ ଅନ୍ତର୍ଭୁକ୍ତ କରାଯାଇଥିବା ବିଷୟବସ୍ତୁ ଗୁଡ଼ିକ ହେଲା ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର ଓ ନୃତ୍ୟ। ପରିବେଶ ଆମର ଦୁଇ ପ୍ରକାରର, ଯଥା ପ୍ରାକୃତିକ ଓ ସାମାଜିକ। ପ୍ରାକୃତିକରେ ଆମର ଯିବ ଭୌତିକ ଆଉ ଜୈବିକ ପରିବେଶ, କିନ୍ତୁ ସାମାଜିକରେ ଆମର ଯିବ ସାଂସ୍କୃତିକ, ସାମାଜିକ, ମନୁଷ୍ୟକୃତ। ପ୍ରାଥମିକ ବିଦ୍ୟାଳୟରେ ପରିବେଶ ଅଧ୍ୟୟନର ଗୁରୁତ୍ୱ। ସାମାଜିକ ବିଜ୍ଞାନ ପଠନ ଦ୍ୱାରା ସରଳ ଜୀବନଯାପନ କରିବା ପରି ଭଲ ଗୁଣ ଶିକ୍ଷାର୍ଥୀମାନଙ୍କ ଠାରେ ବିକାଶ ହୁଏ। ଏହା ଛଡ଼ା ଦେଶଭକ୍ତି, ରାଷ୍ଟ୍ରକୁ ଭଲ ପାଇବା ଓ ସାମାଜିକ ବିକାଶ କରିବା ଆଦି ଅନେକ ଭଲ ଗୁଣ ଶିକ୍ଷାର୍ଥୀମାନଙ୍କରେ ବିକାଶ ଲାଭ କରିଥାଏ। ବର୍ତ୍ତମାନ ଓ ଭବିଷ୍ୟତ ପାଇଁ କିଛି ଯୋଜନା କରିବା ବେଳେ ଆମେ ଅତୀତକୁ ଭଲ ଭାବେ ବୁଝିବା ଦରକାର। ଏହିସବୁ ସୂଚନା ଆମେ ସାମାଜିକ ବିଜ୍ଞାନର ବିଭିନ୍ନ ବିଷୟବସ୍ତୁ ଅଧ୍ୟୟନ କଲାବେଳେ ଜାଣିପାରୁ। ଉପରୋକ୍ତ କାରଣଗୁଡ଼ିକ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ ସାମାଜିକ ବିଜ୍ଞାନ ଅଧିକ ଗୁରୁତ୍ୱ ଦିଆଯାଇଛି। ପରିବେଶ ବିଜ୍ଞାନ ଅନ୍ତର୍ଗତ ବିଭିନ୍ନ ବିଷୟବସ୍ତୁ ଆଧାରରେ ପିଲାମାନେ ବାସ କରୁଥିବା ସମାଜ ବିଷୟରେ ବିସ୍ତୃତ ତଥ୍ୟ ଆହରଣ କରିବେ। ଜାତୀୟ ଚେତନା ଓ ଦେଶଭକ୍ତି ଭାବନା ବିକାଶରେ ସହାୟକ ହୋଇଥାଏ। ଦଳଗତ ଜୀବନଯାପନ ବିଷୟରେ ଅବଗତ ହେବେ। ସାମାଜିକ ଗଠନ ପ୍ରକ୍ରିୟା, ପରିଚାଳନା ବ୍ୟବସ୍ଥା ଏବଂ ଯେଉଁ କାରକଗୁଡ଼ିକ ସାମାଜିକ ପରିବର୍ତ୍ତନ ଓ ପୁନଃ ସଂଗଠନରେ ସହାୟକ ସେ ବିଷୟରେ ଜାଣିପାରିବେ। ଭାରତର ସାମ୍ବିଧାନିକ ମୂଲ୍ୟବୋଧଗୁଡ଼ିକ ଯଥା ନ୍ୟାୟ, ସ୍ୱାଧୀନତା, ସମାନତା, ଭ୍ରାତୃଭାବ, ଜାତୀୟ ଏକତା ଓ ଅଖଣ୍ଡତାକୁ ସହମତି ପ୍ରକାଶ କରି ଗୋଟିଏ ସାମାଜିକ, ଧର୍ମନିରପେକ୍ଷ ଓ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ସହାୟକ ହେବେ। ଗଣତାନ୍ତ୍ରିକ ଜୀବନଯାପନ ପାଇଁ ପରିବେଶ ଶିକ୍ଷାର ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ। ଏକ ବୈଜ୍ଞାନିକ ମନୋବୃତ୍ତି ବିକାଶର ସହାୟକ ହୋଇଥାଏ। ଜାତୀୟ ଚେତନା ଓ ଦେଶଭକ୍ତି ଭାବନା ବିକାଶରେ ସହାୟକ ହୋଇଥାଏ। ବିଭିନ୍ନ ପ୍ରକାରର ମତ, ଜୀବନଶୈଳୀ ଓ ସାଂସ୍କୃତିକ ପରମ୍ପରାଠାରୁ ଶିକ୍ଷା ଗ୍ରହଣ କରିବେ ଓ ଏହାକୁ ସମ୍ମାନ ଦେବା ଶିଖିବେ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବଞ୍ଚିବା ଓ ବଢ଼ିବା ପାଇଁ ଆବଶ୍ୟକ ଜୀବନ କୌଶଳ ଉନ୍ନତି କରାଇବେ ଓ ଏହି କୌଶଳଗୁଡ଼ିକ ସାମାଜିକ ଭାବ ବିନିମୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାଣିବେ। ସାମାଜିକ ବିଜ୍ଞାନ ଶିକ୍ଷା ଆମ ଆଧ୍ୟାତ୍ମିକ ସତ୍ତାକୁ ଦୃଢ଼ କରେ। ସହରୀକରଣ, କଳକାରଖାନା ସ୍ଥାପନ, ଗମନାଗମନର ଉନ୍ନତିକରଣ ପାଇଁ ଜଙ୍ଗଲ ନଷ୍ଟ, ପ୍ରଦୂଷଣ, ଜଳବାୟୁର ପରିବର୍ତ୍ତନ ଓ ପ୍ରାକୃତିକ ଦୁର୍ବିପାକ ବିଷୟରେ ଧାରଣା ପାଇବେ। ଜନସଂଖ୍ୟାର ବୃଦ୍ଧି ଯୋଗୁଁ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ ଅବଗତ ହେବେ। ପରିବେଶ କ୍ଷୟ ଯୋଗୁଁ କେତେକ ପଶୁପକ୍ଷୀର ବଂଶ ଲୋପ ପାଇଛି ଏବଂ ଅନ୍ୟ କେତେକଙ୍କର ବଂଶ ମଧ୍ୟ ଲୋପ ପାଇବାକୁ ବସିଲାଣି, ସେ ବିଷୟରେ ଧାରଣା ପାଇବେ। ଇତିହାସ ଶିକ୍ଷାଦାନର ଗୁରୁତ୍ୱ। ଭାରତୀୟ ସାମାଜିକ କିପରି ବିଭିନ୍ନ ସ୍ତର ଦେଇ ବିକାଶ ଲାଭ କରିଛି ତାହା ବୁଝିପାରିବେ। ଇତିହାସ ଶିକ୍ଷାଦାନ ଶିକ୍ଷଣୀୟ ଦ୍ୱାରା ଶିକ୍ଷାର୍ଥୀ ଅତୀତର ଘଟଣା ପ୍ରବାହର ଧାରାକୁ ଅଧ୍ୟୟନ କରି ସମାଜର ବର୍ତ୍ତମାନ ସ୍ଥିତିକୁ ଉପଯୁକ୍ତ ଭାବେ ବୁଝିବେ। ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ସ୍ଥାନ ଓ
ସେଠାରେ ଥିବା ସ୍ମାରକୀ ଗୁଡ଼ିକର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ପରିବର୍ତ୍ତନର ପ୍ରକ୍ରିୟା ମଧ୍ୟରେ ସଂସ୍କୃତି କିପରି ବିକଶିତ ଓ ବୃଦ୍ଧିମନ୍ତ ହେଉଛି ତାହା ଅନୁଭବ କରିବେ। ବର୍ତ୍ତମାନର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାର ପ୍ରକ୍ରିୟା ସୁଦୂର ଅତୀତରେ କିପରି ଆରମ୍ଭ ହୋଇ ବିଭିନ୍ନ ସ୍ତର ଅତିକ୍ରମ କରି ଆଜିର ଏ ଅବସ୍ଥାରେ ପହଞ୍ଚିଛି ତାହା ବୁଝିବେ। ବିଭିନ୍ନ ଐତିହାସିକ ଘଟଣା ଯେଉଁଠାରେ ଘଟିଛି ତାହା ସମ୍ପର୍କରେ ଶିକ୍ଷାର୍ଥୀମାନେ ଜ୍ଞାନ ଲାଭ କରିବା ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ମହତ୍ତ୍ୱ ଉପଲବ୍ଧି କରିବେ। ବିଭିନ୍ନ ସାଂସ୍କୃତିକ ସମନ୍ୱୟ ଯୋଗୁଁ ଭାରତୀୟ ସଂସ୍କୃତି କିପରି ସମୃଦ୍ଧିମନ୍ତ ହୋଇଛି ତାହା ହୃଦୟଙ୍ଗମ କରିବେ। ଆମ ଗୌରବମୟ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସ୍ପଷ୍ଟ ଜ୍ଞାନ ଆହରଣ କରି ସେମାନେ ନିଜର ଆତ୍ମସମ୍ମାନ ବୃଦ୍ଧି କରିବେ। ଭୂଗୋଳ ଶିକ୍ଷାଦାନର ଗୁରୁତ୍ୱ। ଭୂଗୋଳର ବିଭିନ୍ନ ଭାଷା ଓ ପରିଭାଷା ବିଷୟରେ ଜାଣିବେ। ଭୂଗୋଳ ଶିକ୍ଷା ଦ୍ୱାରା ଗୋଟିଏ ସ୍ଥାନର ପ୍ରାକୃତିକ ପରିବେଶ କିପରି ସେହି ସ୍ଥାନର ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରେ ତାହା ବିଦ୍ୟାର୍ଥୀମାନେ ବୁଝିବେ। ବିଭିନ୍ନ ପ୍ରାକୃତିକ ପରିବେଶ ସହ ଶିକ୍ଷାର୍ଥୀ ଜଡ଼ିତ ହୋଇ ସେଗୁଡ଼ିକ କିପରି ମାନବ କଲ୍ୟାଣରେ ସହାୟକ ହୋଇପାରିବେ ତାହା ବୁଝିବେ। ମାନବ ଚିତ୍ର ଅଙ୍କନ, ମାନଚିତ୍ର ଅଧ୍ୟୟନ ଓ ଅନୁଶୀଳନ, ଗ୍ଲୋବରେ ବ୍ୟବହାର, ବିଭିନ୍ନ ଭୌଗୋଳିକ ଚାର୍ଟ ପ୍ରସ୍ତୁତି କରିପାରିବେ। ଭୂଗୋଳରେ ଥିବା ବିଭିନ୍ନ ସୂଚନା ତଥା ସାଙ୍କେତିକ ଚିହ୍ନଗୁଡ଼ିକ ବ୍ୟବହାର କରିବା କୌଶଳ ହାସଲ କରିବେ। ବିଭିନ୍ନ ପ୍ରାକୃତିକ ପରିବେଶ ସହିତ ଶିକ୍ଷାର୍ଥୀ ଜଡ଼ିତ ହୋଇ ସେଗୁଡ଼ିକ କିପରି ମାନବ କଲ୍ୟାଣରେ ସହାୟକ ହୋଇପାରିବ ତାହା ବୁଝିବେ। ବିଭିନ୍ନ ମହାଦେଶ, ଦେଶ, ମହାସାଗର, ସାଗର, ନଦୀ, ହ୍ରଦ, ପାହାଡ଼, ଅରଣ୍ୟ ଇତ୍ୟାଦିର ଅବସ୍ଥିତି ବିଷୟରେ ଜାଣିବେ। କୌଣସି ଏକ ଛବିରେ ପାହାଡ଼ର ପାଦଦେଶରେ ନଦୀଟିଏ ବହିଯାଇଛି। ନଦୀର ମଧ୍ୟଭାଗରେ ନାଉରିଆଟିଏ ଡଙ୍ଗାକୁ ଚଲାଉଛି। ପକ୍ଷୀଗୁଡ଼ିକ ନୀଡ଼କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପାହାଡ଼ର ଶେଷରେ ସୂର୍ଯ୍ୟ ଅସ୍ତ ଯାଉଛନ୍ତି। ଯେକୌଣସି ଦର୍ଶକ ଏହି ଦୃଶ୍ୟର ପ୍ରତ୍ୟେକ ଅଂଶ ଯଥା ନଦୀ, ପାହାଡ଼, ସୂର୍ଯ୍ୟ, ନୌକା ଆଦିକୁ ଅଲଗା ଅଲଗା ନ ଦେଖି ସମଗ୍ର ଦୃଶ୍ୟକୁ ଏକକାଳୀନ ଦେଖେ। ଏହା ଏକ ବାସ୍ତବିକ ପରିସ୍ଥିତି ଅଟେ। ମନସ୍ତତ୍ତ୍ୱବିତ୍ମାନେ ଏହାକୁ ଗେଷ୍ଟଲ୍ଟ ମତବାଦ କହନ୍ତି। ଏହା ସତ୍ୟ ଯେ ମନୁଷ୍ୟ ଯାହା କିଛି ଦେଖେ ତାହା ଅଂଶ ବିଶେଷ ଭାବେ ନ ଦେଖି ସାମଗ୍ରିକ ଭାବେ ଦେଖିଥାଏ। ଏହି ଦୃଷ୍ଟିକୋଣରୁ ଶିକ୍ଷା ବିଶାରଦମାନେ ଦୃଢ଼ ମତ ପୋଷଣ କରନ୍ତି ଯେ ଶିକ୍ଷାଦାନ ବେଳେ ବିଭିନ୍ନ ବିଷୟବସ୍ତୁ ଅଲଗା ଅଲଗା ବିଷୟବସ୍ତୁ ରୂପେ ଉପସ୍ଥାପନ ନ କରି ସେଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସମ୍ପର୍କ ସ୍ଥାପନ କରି ଉପସ୍ଥାପନ କରିବା ଉଚିତ ପଦକ୍ଷେପ ଅଟେ। ସାମାଜିକ ବିଜ୍ଞାନରେ ବିଭିନ୍ନ ବିଷୟ ଯଥା ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ଇତ୍ୟାଦି ସମନ୍ୱିତ କରାଯାଇଥାଏ। ଏହିପରି ଶିକ୍ଷାଦାନ ପଦ୍ଧତିକୁ ସହସମ୍ବନ୍ଧୀୟ ପଦ୍ଧତି କୁହାଯାଏ। ପରିବେଶ ବିଜ୍ଞାନ ଓ ବିଜ୍ଞାନ। ଗଣିତ ବିନା ପରିବେଶ ଶିକ୍ଷା ଅସମ୍ଭବ। ଦୁହେଁ ପରସ୍ପର ସମ୍ପୂର୍ଣ୍ଣ ନିର୍ଭରଶୀଳ। ବିଭିନ୍ନ ବୈଜ୍ଞାନିକ ତଥ୍ୟର ନିର୍ଭୁଲତା ଗାଣିତିକ ହିସାବ ଦ୍ୱାରା ନିର୍ଦ୍ଧାରିତ ହୁଏ। ତେଣୁ ଗଣିତ ବିନା ବିଜ୍ଞାନ ପାଠ ସମ୍ପୂର୍ଣ୍ଣ ଅସମ୍ଭବ।
ପରିବେଶ ବିଜ୍ଞାନ ଓ ଭୂଗୋଳ। ଭୂଗୋଳ ବହୁ ସାମାଜିକ ତଥ୍ୟ ଦ୍ୱାରା ପରିପୁଷ୍ଟ। ଭୂଗୋଳ ବିଭିନ୍ନ ସ୍ଥାନର ଜଳବାୟୁ, ମୃତ୍ତିକା ଅବସ୍ଥିତି ଆଦି ବିଷୟରେ ସୂଚନା ଦିଏ। ପରିବେଶ ବିଜ୍ଞାନ ଓ ଇତିହାସ। ଇତିହାସ ମାନବର ଅତୀତର ଜୟ ପରାଜୟର କାହାଣୀ ବହନ କରିଛି। ସମାଜରେ ଘଟୁଥିବା ପରିବର୍ତ୍ତନ ଇତିହାସରୁ ହିଁ ଜାଣିହୁଏ। ପରିବର୍ତ୍ତନର ପ୍ରକ୍ରିୟା ମଧ୍ୟ ଦେଇ ସଂସ୍କୃତି କିପରି ବିକଶିତ ଓ ଋଦ୍ଧିମନ୍ତ ହୋଇଛି ତାହା ଇତିହାସରୁ ଜାଣିହୁଏ। ପରିବେଶ ବିଜ୍ଞାନ ଓ ସାହିତ୍ୟ। ଭାଷା ସାହାଯ୍ୟରେ ପରିବେଶ ବିଜ୍ଞାନ ଆତ୍ମପ୍ରକାଶ କରେ। ପରିବେଶ ବିଜ୍ଞାନରେ ଘଟୁଥିବା ପରିବର୍ତ୍ତନ ସାହିତ୍ୟ ମାଧ୍ୟମରେ ପ୍ରଚାରିତ ହୁଏ। ପରିବେଶ ବିଜ୍ଞାନରେ ବ୍ୟବହୃତ ଶବ୍ଦଗୁଡ଼ିକ ସାହିତ୍ୟିକ ଭାଷା ମାଧ୍ୟମରେ ଋଦ୍ଧିମନ୍ତ ହୋଇଥାଏ। ସାମାଜିକ ବିଜ୍ଞାନ ଓ କଳା। ସଫଳ ସାମାଜିକ ବିଜ୍ଞାନ ଶିକ୍ଷାଦାନ ପାଇଁ ଚିତ୍ର, ମଡେଲ, ଗ୍ରାଫ, ମାନଚିତ୍ର ଇତ୍ୟାଦିର ଆବଶ୍ୟକ ରହିଛି। ଏହି ସବୁ କଳା ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ପରିବେଶ ଅଧ୍ୟୟନ ପ୍ରଥମ ଓ ପରିବେଶ ଅଧ୍ୟୟନ 2। ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ପାଠ ପରିବର୍ତ୍ତନରେ ପରିବେଶ ଅଧ୍ୟୟନର ଭାଗ ପ୍ରଥମ। ଓ ବିଜ୍ଞାନ ନାମ ପରିବର୍ତ୍ତେ ପରିବେଶ ଅଧ୍ୟୟନ ଭାଗ ଦ୍ୱିତୀୟ ନାମରେ ଅନ୍ତର୍ଭୁକ୍ତ କରିବା ପାଇଁ 1977 ମସିହାରେ ଈଶ୍ୱର ଭାଇ ପଟେଲ କମିଟି ସୁପାରିଶ କରିଥିଲେ। ଉଣେଇଶହ 86 ଜାତୀୟ ଶିକ୍ଷାନୀତି ମଧ୍ୟ ଏହି ନାମକୁ ଅନୁମୋଦନ କରିଛନ୍ତି। ଏବେ ସେହି ନାମରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପରିବେଶ ଅଧ୍ୟୟନ ପଢ଼ାଯାଉଛି। ଅଧୁନା ଜାତୀୟ ପାଠ୍ୟକ୍ରମ ଆଧାର 2005 NCF ଶିକ୍ଷା କ୍ଷେତ୍ରରେ ଏହାର ସୁଦୂର ପ୍ରସାରୀ ଉପଯୋଗିତା ଉପରେ ବିୟଣ୍ଡ ଦ ଟେକ୍ସଟ ବୁକ୍ ପରିବେଶ ଅଧ୍ୟୟନକୁ ଗୁରୁତ୍ୱ ଦେଇଛନ୍ତି। ପରିବେଶ ଅଧ୍ୟୟନ ବହି ବିଦ୍ୟାଳୟ ସୀମାରେଖା ମଧ୍ୟରେ ସୀମିତ ନୁହେଁ। ଅଣଆନୁଷ୍ଠାନିକ ଭାବେ ଶିକ୍ଷାର୍ଥୀ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଧାରାବାହିକ ଭାବେ ପରିବେଶ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥାଏ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ନମୁନା। NCERT 1988ରେ ପରିବେଶ ଶିକ୍ଷା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଏକ ସମନ୍ୱିତ ପାଠ୍ୟକ୍ରମ ରୂପେ ବିବେଚିତ ହୋଇଛି। ଦ୍ୱିତୀୟ ଶ୍ରେଣୀ ଠାରୁ ଏହାକୁ 2ଟି ଅଲଗା ଅଲଗା ବିଷୟ ରୂପେ ପାଠ୍ୟକ୍ରମରେ ରଖାଯାଇଛି। ପରିବେଶ ଅଧ୍ୟୟନ ପ୍ରଥମ ସାମାଜିକ ଶିକ୍ଷା ଓ ପରିବେଶ ଅଧ୍ୟୟନ ଦ୍ୱିତୀୟ ବିଜ୍ଞାନ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ସାମାଜିକ ବିଜ୍ଞାନକୁ ସମନ୍ୱିତ ରଖାଯିବାର କାରଣ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଶିକ୍ଷାର୍ଥୀ ଏକ ସଂକୁଚିତ ଓ ସୀମିତ ପରିବେଶ ମଧ୍ୟରେ ଥାଏ। ଏହି ପରିବେଶ ତା ପାଇଁ ଏକ ଅଭିନ୍ନ ଏକ ପରିବେଶ ସହ ତାର ଘନିଷ୍ଠତା ଥାଏ। ସେ ତାର ନିକଟ ପରିବେଶରୁ ନିଜର ଅଜାଣତରେ ବିଜ୍ଞାନ ଓ ସମାଜର ରୀତିନୀତି ପ୍ରଥା ଇତ୍ୟାଦି ସମସ୍ତ ଆବଶ୍ୟକ ଜ୍ଞାନ ଆହରଣ କରେ। ସମଗ୍ର ପରିବେଶକୁ ସେ ଏକ ଓ ଅଭିନ୍ନ ମନେକରେ। ସେଠାରୁ ସେ ସାମଗ୍ରିକ ଭାବରେ ଶିକ୍ଷା ଲାଭ କରେ। ସେତେବେଳେ କହେ ବାପା ମୋ ପାଇଁ
ବଜାରରୁ ଗୋଟିଏ ଖାତା କିଣି ଆଣିଦେବ। ଏହି କଥାରେ ଗଣିତ, ସାମାଜିକ ଓ ଭାଷା ଅଛି ବୋଲି ସେ ଜାଣି ନଥାଏ। ପରିବେଶରୁ ଶିଖି ପ୍ରୟୋଗ କରିବାର ଜ୍ଞାନ କମ ଥାଏ। ତାର ଯୁକ୍ତିଯୁକ୍ତ କଳ୍ପନା ଶକ୍ତି, ବିଶ୍ଳେଷଣ ସଂଶ୍ଳେଷଣ ଦକ୍ଷତା କମ ଥିବାରୁ ବୈଜ୍ଞାନିକ ଧାରା ସହ ପରିଚିତ ହେବା କଷ୍ଟକର ହୁଏ। ତାର ବୁଝିବା ଶକ୍ତି କମ ଥାଏ ଏବଂ ସେ ଭିନ୍ନତାକୁ ଚିହ୍ନଟ କରିପାରେ ନାହିଁ। ତୃତୀୟ ଶ୍ରେଣୀରେ ବିଜ୍ଞାନକୁ ଅଲଗା ଭାବରେ ପଢ଼ାଯିବାର କାରଣ, ବୟସ ବୃଦ୍ଧି ସହିତ ତାର ଚିନ୍ତାଶକ୍ତି, ଯୁକ୍ତିଶକ୍ତି, ବିଶ୍ଳେଷଣ ଦକ୍ଷତା ବିକଶିତ ହେବାକୁ ଆରମ୍ଭ କରିଥାଏ। ବୁଝିବାର କ୍ଷମତା ଆସିଥାଏ, ଭିନ୍ନତାକୁ ଚିହ୍ନଟ କରିପାରେ। ସେ ନିଜ ଚତୁଃପାର୍ଶ୍ୱର ଘଟଣାବଳୀକୁ ଅନୁଧ୍ୟାନ କରିବା, ବୈଜ୍ଞାନିକ ତତ୍ତ୍ୱ ଜାଣିବା, ତା ମୂଳରେ ଥିବା ପର୍ଯ୍ୟବେକ୍ଷଣ ସମ୍ପର୍କ ସ୍ଥାପନ କରିବାର ଦକ୍ଷତା ହାସଲ କରିଥାଏ। ପରିବେଶକୁ ଲକ୍ଷ୍ୟ କରି ଆବିଷ୍କାର କରିବା କୌଶଳ ହାସଲ କରିଥାଏ। ପରିବେଶରେ ଘଟୁଥିବା ଘଟଣାବଳୀକୁ ଅନୁଧ୍ୟାନ କରି ଠିକ୍ ଭୁଲ ଜାଣିପାରେ। ମନେ ରଖ, ସାମାଜିକ ଶିକ୍ଷା ଓ ବିଜ୍ଞାନ ପରିବେଶ ଶିକ୍ଷାର ପରିସରଭୁକ୍ତ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଗଣିତ, ସାମାଜିକ ଓ ଭାଷା ସମନ୍ୱିତ ଭାବେ ପଢ଼ାଯିବ। ତାହେଲେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଆମେ ଗଣିତ, ସାମାଜିକ ଓ ଭାଷା ସମନ୍ୱିତ ଭାବେ ପଢ଼ାଯାଉଛି। ତୃତୀୟ ଶ୍ରେଣୀ ଠାରୁ ବିଜ୍ଞାନକୁ ସାମାଜିକ ଶିକ୍ଷାଠାରୁ ଅଲଗା ଭାବେ ଶିକ୍ଷା ଦିଆଯାଉଛି। ତାହେଲେ ତୃତୀୟ ଶ୍ରେଣୀରୁ ବିଜ୍ଞାନକୁ ଆମେ ଅଲଗା କରିଦେଉଛନ୍ତି। ଶିକ୍ଷାର୍ଥୀମାନଙ୍କୁ ପରିବେଶ ଅଧ୍ୟୟନ ପଢ଼ାଯିବାର କୌଶଳ। ପରିବେଶ ଅଧ୍ୟୟନ ପାଇଁ ଶିକ୍ଷାର୍ଥୀମାନଙ୍କୁ ଗଣିତ, ସାହିତ୍ୟ ବିଷୟ ସହ ପରିବେଶ ସାମଗ୍ରିକ ଭାବେ ଶିକ୍ଷା ଦିଆଯିବ। ନିଜ ଅଞ୍ଚଳର ସାଧାରଣ ସମସ୍ୟା ଓ ଘଟଣାବଳୀରେ ସମ୍ପୃକ୍ତ କରାଯିବ। ଯଥେଷ୍ଟ ଇନ୍ଦ୍ରିୟାନୁଭୂତି ଓ ଇନ୍ଦ୍ରିୟମାନଙ୍କର ବିନିଯୋଗ ପାଇଁ ପରିସ୍ଥିତି ସୃଷ୍ଟି କରାଯିବ ଓ ସେଥିପାଇଁ ସୁଯୋଗ ଯୋଗାଇ ଦିଆଯିବ। ବିଭିନ୍ନ ଅନୁଷ୍ଠାନ ଓ ମହତ୍ତ୍ୱପୂର୍ଣ୍ଣ ସ୍ଥାନମାନଙ୍କୁ ନେଇ ପରିବେଶ ସମ୍ବନ୍ଧରେ ବାସ୍ତବ ଜ୍ଞାନ ଲାଭ କରିବାର ସୁଯୋଗ ସୃଷ୍ଟି କରାଯିବ। ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ପାଇଁ ଯଥେଷ୍ଟ ସମୟ ଦିଆଯିବ। ନିଜ ଅଞ୍ଚଳର ଯାତ୍ରା, ମେଳା, ହାଟ, ବଜାର ଏବଂ ଅନ୍ୟାନ୍ୟ ଘଟଣାବଳୀ ସମ୍ପୃକ୍ତ କରାଯିବ। ଦଳଗତ କାର୍ଯ୍ୟ ମାଧ୍ୟମରେ ଭାବର ଆଦାନ ପ୍ରଦାନ କରାଯାଇ ଅଭିଜ୍ଞତା ବୃଦ୍ଧି କରାଯିବ। ଜ୍ଞାନ ବୃଦ୍ଧି ପାଇଁ ସ୍ୱଶିକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଶିକ୍ଷାର୍ଥୀ ଶିକ୍ଷଣୀୟ ସାମଗ୍ରିକ ଭାବରେ ହୋଇଥିବାରୁ ସମନ୍ୱିତ ଶିକ୍ଷାର ଆବଶ୍ୟକତା ରହିଛି। ପରିବେଶ ଉପାଦାନଗୁଡ଼ିକ ଚିହ୍ନଟ କରି ବିଶ୍ଳେଷଣ ଓ ତୁଳନା କରି ସେଗୁଡ଼ିକୁ କେଉଁ ବିଷୟବସ୍ତୁ ଜାଣିପାରେ। ସ୍ୱଶିକ୍ଷଣୀୟ ଦ୍ୱାରା ଶିକ୍ଷାର୍ଥୀ ନିଜ ପରିବେଶ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିପାରେ। ସାମାଜିକ ବିଜ୍ଞାନ ଶିକ୍ଷାଦାନରେ ମୂଲ୍ୟବୋଧର ବିକାଶ। ସାମାଜିକ ବିଜ୍ଞାନ ଶିକ୍ଷାଦାନ ଦ୍ୱାରା ଶିକ୍ଷାର୍ଥୀମାନେ ନିମ୍ନ ମୂଲ୍ୟବୋଧ ଶିକ୍ଷା ହାସଲ କରିପାରିବେ। ମାନସିକ ଶକ୍ତିର ବିକାଶ ସାଧନ। ମାନସିକ ଶକ୍ତି କହିଲେ ଚିନ୍ତାଶକ୍ତି, କଳ୍ପନା, ବୋଧଶକ୍ତି, ପର୍ଯ୍ୟବେକ୍ଷଣ ଶକ୍ତି, ଅନୁସନ୍ଧିତ୍ସା ଓ ସ୍ମୃତି ଶକ୍ତି ଆଦିକୁ ବୁଝାଏ। ଏଗୁଡ଼ିକ ଯଥାଯଥ ବିକାଶ ଘଟିଲେ ମାନସିକ ଶକ୍ତିର ବିକାଶ ଘଟିଥାଏ। ବିଭିନ୍ନ ବିଷୟ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀର ମାନସିକ ଶକ୍ତିର ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଶିକ୍ଷାର୍ଥୀ ଜ୍ଞାନଭଣ୍ଡାରର ବୃଦ୍ଧି। ସାମାଜିକ ବିଜ୍ଞାନ ଅନ୍ତର୍ଗତ ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ଅଧ୍ୟୟନ ଦ୍ୱାରା ବିଭିନ୍ନ ପ୍ରକାରର ଜ୍ଞାନ ଉପଲବ୍ଧ ହୋଇଥାଏ।
ବିଦ୍ୟାର୍ଥୀ ବିଭିନ୍ନ ତଥ୍ୟ ସଂଗ୍ରହ କରି ନିଜ ନିଜର ଜ୍ଞାନ ଭଣ୍ଡାରର ପରିସୀମା ବଢ଼ାଇଥାନ୍ତି। ସୌନ୍ଦର୍ଯ୍ୟ ବୋଧର ବିକାଶ ସାଧନ ଶିକ୍ଷାର୍ଥୀମାନେ ସାମାଜିକ ବିଜ୍ଞାନ ଅନ୍ତର୍ଗତ ପରିବେଶ ଓ ଭୂଗୋଳ ଅଧ୍ୟୟନ ଦ୍ୱାରା ନଦୀ, ହ୍ରଦ, ପାହାଡ଼, ପର୍ବତ, ଅରଣ୍ୟ, ସାଗର, ଉପତ୍ୟକା ଆଦିର ସୌନ୍ଦର୍ଯ୍ୟକୁ ପରୋକ୍ଷରେ ଉପଲବ୍ଧ କରୁଥାନ୍ତି। ଚିତ୍ରାଙ୍କନ କିମ୍ବା ରେଖା ମାଧ୍ୟମରେ ସେମାନେ ସେମାନଙ୍କର ଉପଲବ୍ଧିକୁ ଭୌଗୋଳିକ ଦୃଷ୍ଟିକୋଣରୁ ପ୍ରକାଶ କରିବାକୁ ଚେଷ୍ଟା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର ସୌନ୍ଦର୍ଯ୍ୟବୋଧର ବିକାଶ ସାଧନ ହୁଏ। ନାଗରିକତାର ବିକାଶ ସାମାଜିକ ବିଜ୍ଞାନ ଅନ୍ତର୍ଗତ ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟ ଅଧ୍ୟୟନ ଦ୍ୱାରା ଶିକ୍ଷାର୍ଥୀମାନେ ଦେଶ ପ୍ରତି ମମତା, ଦେଶବାସୀଙ୍କ ପ୍ରତି ସହୃଦୟତା, ଜାତୀୟ ସଂହତି ଓ ଆନ୍ତର୍ଜାତିକ ସହଯୋଗର ଭାବନା ଆଦି ଗୁଣ ଶିଖିଥାନ୍ତି। ଆନ୍ତର୍ଜାତିକ ମନୋଭାବର ସୃଷ୍ଟି ଓ ବିକାଶ ବର୍ତ୍ତମାନ ପରିସ୍ଥିତିରେ ପୃଥିବୀର ସମସ୍ତ ଦେଶ ପରସ୍ପର ଉପରେ ନିର୍ଭରଶୀଳ। ନିଜର ଚାହିଦା ମେଣ୍ଟାଇବା, ବାଣିଜ୍ୟ କାରବାର କରିବା, ସାଂସ୍କୃତିକ କାର୍ଯ୍ୟକଳାପର ଆଦାନ ପ୍ରଦାନ କରିବା କିମ୍ବା ରାଜନୈତିକ ଚିନ୍ତାଧାରା ପ୍ରଚାର କରିବା ଆଦି କାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସହମତି ଓ ବୁଝାମଣା ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ଦେଶର ଭୌଗୋଳିକ ସ୍ଥିତି, ସାମାଜିକ ଚଳଣି, ଶାସନ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ, ପରମ୍ପରା ଓ ମୂଲ୍ୟବୋଧ ସର୍ବୋପରି ଅର୍ଥନୈତିକ ସ୍ଥିତି ଓ ବିକାଶ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଏକାନ୍ତ ଆବଶ୍ୟକ। ତାପରେ ହେଲା ଆତ୍ମରକ୍ଷା। ଆତ୍ମବିଶ୍ୱାସ ଓ ଆତ୍ମତ୍ୟାଗ ଆଦି ଗୁଣର ବିକାଶ ସାଧନ ଇତିହାସ ପୃଷ୍ଠାରୁ ଆମର ଜାତୀୟତା ଆନ୍ଦୋଳନ, ବିଭିନ୍ନ ସଭ୍ୟତା, ମହାନ ଶାସକମାନେ କାର୍ଯ୍ୟ ବିଷୟରେ ଜ୍ଞାନ ହାସଲ କରି ଆତ୍ମତ୍ୟାଗ, ଆତ୍ମବିଶ୍ୱାସ ଓ ଆତ୍ମରକ୍ଷା ଇତ୍ୟାଦି ଗୁଣଗୁଡ଼ିକର ବିକାଶ ସାଧନ କରିଥାନ୍ତି। ରାଜନୀତିଜ୍ଞମାନଙ୍କୁ ତାଲିମ ଇତିହାସ ପଢ଼ିବା ଦ୍ୱାରା ରାଜନୀତିଜ୍ଞମାନେ ନିଜ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଅତୀତରେ ସେହିଭଳି ଘଟଣାର ସାହାଯ୍ୟ ନେଇ ତାର ସମାଧାନ ପାଇଁ ବାଟ ବାହାର କରନ୍ତି। ଏହାଛଡ଼ା ଶାସନର ବିଭିନ୍ନ ଦିଗ ତଥା ତାର ବିକାଶ ସମ୍ପର୍କରେ ଜ୍ଞାନ ଅର୍ଜନ ପାଇଁ ଇତିହାସର ଅଧ୍ୟୟନ କରିଥାନ୍ତି। ଏମ୍ସ ଆଣ୍ଡ ଅବଜେକ୍ଟିଭ ଅଫ ଟିଚିଂ ଆଣ୍ଡ ଲର୍ଣ୍ଣିଂ ଇଭିଏସ୍। ମନୁଷ୍ୟ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସଦାସର୍ବଦା ବିଭିନ୍ନ ପ୍ରକାର ପରିବେଶ ସଂସ୍ପର୍ଶରେ ଆସେ। ଏହି ପରିବେଶ ସହ ମନୁଷ୍ୟର ସମ୍ପର୍କ ଅତି ନିବିଡ଼ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ। ଶିଶୁ ଶୈଶବାବସ୍ଥାରୁ ବିଭିନ୍ନ ପରିବେଶ ସହ ଖାପ ଖୁଆଇ ଚଳିବାକୁ ଚେଷ୍ଟା କରେ। ବେଳେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ଏବଂ ସେସବୁର ସମାଧାନ କରି ଚଳିବାକୁ ମଧ୍ୟ ଚେଷ୍ଟା କରେ। ପ୍ରାଥମିକ ସ୍ତରରେ ପିଲାମାନେ ଓତପ୍ରୋତ ଭାବେ ସଦାସର୍ବଦା ସଂସ୍ପର୍ଶରେ ଆସୁଥିବାରୁ ପ୍ରାକୃତିକ ତଥ୍ୟ ତଥା ଭୌତିକ ଏବଂ ସାମାଜିକ ପରିବେଶକୁ ଆଧାର କରି ପ୍ରାଥମିକ ସ୍ତରରୁ ଯଦି ପାଠ୍ୟକ୍ରମ ଚଳନ କରାଯାଏ ତେବେ ପିଲାଟି ଭବିଷ୍ୟତରେ ପରିବର୍ତ୍ତନଶୀଳ ପରିବେଶରେ ନିଜକୁ ଉପଯୋଜନକ୍ଷମ କରିପାରିବ। ବର୍ତ୍ତମାନର ପରିବେଶର ସମସ୍ୟା ତାର ଅବକ୍ଷୟ ଓ ଅପଚୟ ତଥା ପ୍ରଦୂଷଣର କାରଣ ନିର୍ଦ୍ଧାରଣ କରି ତାର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ଭବିଷ୍ୟତର ପରିବେଶ ସଂରକ୍ଷଣ ସମ୍ପର୍କରେ ମଧ୍ୟ ଧାରଣା ପାଇବେ। ନିଜେ ପରିବେଶ ସମ୍ବନ୍ଧରେ ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ପରିବେଶ ପ୍ରତ୍ୟେକ ଉପାଦାନକୁ ବୁଝି ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଜ୍ଞାନ ଆହରଣ କୌଶଳ ହାସଲ କରିବେ। ପ୍ରାଥମିକ ସ୍ତରରେ ପରିବେଶର ଗୁରୁତ୍ୱ ଆଧାରରେ ନିମ୍ନୋକ୍ତ ଗୁଡ଼ିକ ପରିବେଶ ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ପ୍ରତ୍ୟକ୍ଷ ଅନୁଭୂତି ଏବଂ ବାସ୍ତବ ଅଭିଜ୍ଞତା ମାଧ୍ୟମରେ ପରିବେଶ ବିଭିନ୍ନ ଉପାଦାନ ଗୁଡ଼ିକ କ'ଣ
ଏବଂ ସେଗୁଡ଼ିକ ଅବକ୍ଷୟ, ଅପଚୟ ଏବଂ ପ୍ରଦୂଷଣ କାରଣ ଗୁଡ଼ିକ କ'ଣ ସେ ସମ୍ବନ୍ଧରେ ବିଦ୍ୟାର୍ଥୀମାନେ ସଚେତନ ହେବେ। ପ୍ରକୃତିର ଭାରସାମ୍ୟ ବା ସନ୍ତୁଳନ କିପରି ବାଧାପ୍ରାପ୍ତ ହେଉଛି ତାହା ଜାଣିବେ। ଏହା ନିରାକରଣର ଉପାୟ ମଧ୍ୟ ଜାଣିବେ। ଦ୍ରୁତ ହାରରେ ଜନସଂଖ୍ୟା ବୃଦ୍ଧି, ପରିବେଶ ଅବକ୍ଷୟ, ଅପଚୟ ଏବଂ ପ୍ରଦୂଷଣର ମୂଳ କାରଣ, ଏହି ଧାରଣା ପିଲାମାନଙ୍କ ମନରେ ଦୃଢ଼ୀଭୂତ ହେବ। ପରିବେଶ ସଦାସର୍ବଦା ପରିବର୍ତ୍ତନଶୀଳ, ଏହା ବୁଝିବେ ଓ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ଚଳିବାର ଉପାୟ ନିର୍ଣ୍ଣୟ କରିବେ। ଉଦ୍ଭିଦ ବଞ୍ଚିଲେ ଜୀବଜଗତ ବଞ୍ଚିବ। ଏହା ସଂରକ୍ଷଣ, ଉନ୍ନତି, ବିଧାନ ଓ ସୁରକ୍ଷା ମଣିଷର କର୍ତ୍ତବ୍ୟ। ଏଥିପାଇଁ ସଚେତନ ହେବେ ଓ ଅନ୍ୟମାନଙ୍କୁ ସଚେତନ କରାଇବେ। ଛୋଟ ପରିବାର ସୁଖୀ ପରିବାର। ମିତବ୍ୟୟିତା ଏକ ଉତ୍ତମ ଅଭ୍ୟାସ। ଟ୍ରାଫିକ୍ ନିୟମ ମାନି ଯିବା ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ପିଲାମାନେ ସଚେତନ ହେବେ। ପରିବେଶର ଘଟଣାବଳୀକୁ ବୈଜ୍ଞାନିକ ଧାରାରେ ପର୍ଯ୍ୟବେକ୍ଷଣ କରି ତଥ୍ୟ ସଂଗ୍ରହ କରିବା ଏବଂ ସିଦ୍ଧାନ୍ତରେ ଉପନୀତ ହେବା କୌଶଳ ହାସଲ କରିବେ। ପରିବେଶ ଅଧ୍ୟୟନ ମାଧ୍ୟମରେ ପିଲାମାନଙ୍କର ଚିନ୍ତାଶକ୍ତି ଯୁକ୍ତିଶକ୍ତି, କଳ୍ପନା ଶକ୍ତି, ସୃଜନ ଶକ୍ତି କିପରି ବିକାଶ ହେବ, ତାହା ପରିବେଶ ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ବିଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟ। ଶିଶୁ ଶୈଶବ ଅବସ୍ଥାରୁ ହିଁ ପରିବେଶ ପର୍ଯ୍ୟବେକ୍ଷଣ ଏବଂ ଅନ୍ୱେଷଣ ମାଧ୍ୟମରେ ସବୁକିଛି ଶିଖିଥାଏ। ନିଜ ଚତୁଃପାର୍ଶ୍ୱରେ ସଂଘଟିତ ହେଉଥିବା ବିଭିନ୍ନ ଘଟଣାର ମୂଳରେ ଥିବା ବୈଜ୍ଞାନିକ ତଥ୍ୟାବଳୀ, ଧାରଣା ଓ ତତ୍ତ୍ୱ ଇତ୍ୟାଦିକୁ ଆବିଷ୍କାର କରିବା ଓ ହୃଦୟଙ୍ଗମ କରିବାରେ ବିଜ୍ଞାନଭିତ୍ତିକ ପରିବେଶ ଅଧ୍ୟୟନ ସାହାଯ୍ୟ କରେ। ବିଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟକୁ ତିନୋଟି ପରିସରଭୁକ୍ତ କରାଯାଇଛି, ଯଥା ଜ୍ଞାନାତ୍ମକ, ଭାବାତ୍ମକ ଓ କ୍ରିୟାତ୍ମକ। ଜ୍ଞାନାତ୍ମକ ବିକାଶ। ଏହାର ଅର୍ଥ ହେଉଛି ସାମାଜିକ ବିଜ୍ଞାନ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଜ୍ଞାନ ହାସଲ କରିବା। ପିଲାଟି ତା'ର ଚାରିପାଖରେ ଥିବା ପ୍ରାକୃତିକ ପରିବେଶ, ସୂର୍ଯ୍ୟ, ପାଣି, ଜଙ୍ଗଲ, ଜୀବଜନ୍ତୁ, ହାଟ, ବଜାର ଓ ବିଭିନ୍ନ ମଣିଷର ସମାଗମକୁ ଦେଖେ। ସେମାନଙ୍କ ଠାରୁ ପାଉଥିବା ସାହାଯ୍ୟକୁ ଅନୁଭବ କରେ ଓ ମଣିଷ ସହିତ ସେମାନଙ୍କ ସମ୍ପର୍କ ବୁଝିବାକୁ ଚେଷ୍ଟା କରେ। ପରିବେଶ ଶିକ୍ଷା ସମୟରେ ଅନେକ ପ୍ରସଙ୍ଗ ପଢ଼ାଯାଏ, ଯେପରି ବିଭିନ୍ନ ଜୀବଜନ୍ତୁ, ବୃକ୍ଷଲତା, ଭୂମିରୂପ, ଗମନାଗମନ, ହାଟ ବଜାର, ମେଳା, ତୀର୍ଥବୃତ୍ତି ଇତ୍ୟାଦି। ଏଗୁଡ଼ିକ ଆଧାର କରି ସେଥିରୁ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ପ୍ରଶ୍ନ ପଚରାଗଲେ ଶିକ୍ଷାର୍ଥୀ ସେଗୁଡ଼ିକ ମନେପକାଇ ମୌଖିକ କିମ୍ବା ଲିଖିତ ଭାବେ ସଠିକ୍ ଉତ୍ତର ଦେଇପାରିବ। ଦୈନନ୍ଦିନ ଜୀବନରେ ଲବ୍ଧ ଜ୍ଞାନକୁ ସମସ୍ୟା ସମାଧାନରେ ପ୍ରୟୋଗ କରିପାରିବ। ବୃକ୍ଷରୋପଣ ଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହେ। ମାତ୍ର ବୃକ୍ଷରୋପଣର କୌଶଳ ଜାଣିବା ଦରକାର। ପ୍ରଥମେ ମାଟିକୁ ଚାଷ କରିବା ଦରକାର। ତାପରେ ଚାରାଗଛ ଆଣି ଲଗାଯିବ ଏବଂ ଏହାପରେ ଜଳସେଚନ କରାଯିବ। ପାଠ ପଢ଼ି ମୁଖସ୍ଥ କରିବା ଅପେକ୍ଷା ଏହାକୁ ଠିକ୍ ଭାବରେ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପରିବେଶ ଶିକ୍ଷା ସମ୍ବନ୍ଧୀୟ ଶବ୍ଦ, ଧାରଣା, ସଂକେତ, ତଥ୍ୟ, ଘଟଣା ଇତ୍ୟାଦିକୁ ଭଲ ଭାବରେ ବୁଝି ଅନ୍ୟମାନଙ୍କୁ ମଧ୍ୟ ଭଲ ଭାବରେ ବୁଝାଇ ପାରିବ। ପରିବେଶ ସମ୍ବନ୍ଧୀୟ ଲବ୍ଧ ଜ୍ଞାନ ଓ ବୋଧଜ୍ଞାନକୁ ଦୈନନ୍ଦିନ ଜୀବନରେ ଉପଯୁକ୍ତ ଭାବେ ପ୍ରୟୋଗ କରିପାରିବ। କ୍ରିୟାତ୍ମକ ବିକାଶ। ଜ୍ଞାନ ଆହରଣ ସହିତ ଜୀବନର ପ୍ରତିଟି କ୍ଷେତ୍ରରେ କର୍ମକୁଶଳତାର ଆବଶ୍ୟକତା ରହିଛି। କର୍ମନିଷ୍ଠ, କର୍ମଯୋଗୀ ମଣିଷ ହିଁ ନିଜକୁ ଓ ସମାଜକୁ ଆଗେଇ ନେବାରେ ସାହାଯ୍ୟ କରେ।
ସ୍ମରଣ ଶକ୍ତି ଆଧାର କରି ପରିବେଶ ସମ୍ପର୍କିତ ବିଷୟକୁ ମନେ ରଖିଲେ କିଛି ସୁବିଧା ମିଳେ ନାହିଁ। ସେହି ବିଷୟକୁ ନିଜ ଅନୁଭୂତିକୁ ଆଣିବା ଦରକାର। ପରିବେଶ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ ବିଭିନ୍ନ କାର୍ଯ୍ୟ କରିବାକୁ ପଡ଼ିଥାଏ। ଯେପରି ପର୍ଯ୍ୟବେକ୍ଷଣ, ପରୀକ୍ଷା ନିରୀକ୍ଷା, ସଂଗ୍ରହ ଆଦି। ପର୍ଯ୍ୟବେକ୍ଷଣ ଦୁଇ ପ୍ରକାରର: ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ଓ ପରୋକ୍ଷ ପର୍ଯ୍ୟବେକ୍ଷଣ। ପର୍ଯ୍ୟବେକ୍ଷଣ ଯେତେ ନିଷ୍ଠା ଓ ଧୈର୍ଯ୍ୟର ସହ କରାଯାଇପାରିବ, ପରିଣାମ ସେତିକି ଠିକ୍ ଭାବରେ ଜଣାପଡ଼ିବ। କୌଣସି ବିଷୟରେ ଜ୍ଞାନ ହାସଲ କରିବା ପାଇଁ ମସ୍ତିଷ୍କ ଓ ହାତର କାମ ମଧ୍ୟରେ ସମନ୍ୱୟ ରଖିବାକୁ ହୋଇଥାଏ। ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଉପକରଣଗୁଡ଼ିକୁ ଠିକ୍ ଭାବରେ ସଜାଇ ପରୀକ୍ଷା କରିବା ଦରକାର। ନିଷ୍ଠାର ସହ ବୈଜ୍ଞାନିକ ଉପକରଣଗୁଡ଼ିକ ବ୍ୟବହାର କରିବା ଦରକାର। ପରୀକ୍ଷା ପ୍ରଦର୍ଶନ ସମୟରେ ମିତବ୍ୟୟିତା ଅବଲମ୍ବନ କରିବା ଓ କର୍ମ ପ୍ରତି ଉପଯୁକ୍ତ ମନୋଭାବ ପୋଷଣ କରିବା ଦରକାର। ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ଉପକରଣ ଆଦିର ସ୍ପଷ୍ଟ ଚିତ୍ର ଅଙ୍କନ କରିବା, ଚିତ୍ରର ନାମାଙ୍କିତ କରିବା ଅର୍ଥାତ୍ ମାନସିକ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା। ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଘଟଣା ବା ପରୀକ୍ଷାର ତଥ୍ୟଗୁଡ଼ିକୁ ଠିକ୍ ଭାବେ ଲିପିବଦ୍ଧ କରିବା ଏବଂ ବିଜ୍ଞାନ ସମ୍ବନ୍ଧୀୟ ବିଷୟ ବସ୍ତୁକୁ ଠିକ୍ ଭାବରେ ଏବଂ ପ୍ରାଞ୍ଜଳ ଭାବରେ ମୌଖିକ କିମ୍ବା ଲିଖିତ ଭାବେ ପ୍ରକାଶ କରିବା। ଭାବାତ୍ମକ ବିକାଶ। ସାମାଜିକ ଶିକ୍ଷାର ଏହି ଭାବାତ୍ମକ ବା ଆବେଗିକ ଦିଗଟି ଅତି ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଶିକ୍ଷାର ଏହି ଭାବାତ୍ମକ ବା ଆବେଗ ଦିଗଟି ଅତି ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଜୀବନରେ ଶୃଙ୍ଖଳିତ ଆଚରଣ, ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ, ଏକାଗ୍ରତା, ବସ୍ତୁନିଷ୍ଠତା, ସହନଶୀଳତା, ନିଜ ପ୍ରତି ଓ ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ଗୁଣର ବିକାଶ ସାଧନ କରିବା। ଉପରୋକ୍ତ ଗୁଣଗୁଡ଼ିକର ବିକାଶ କରିବାକୁ ହେଲେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ହେବ। ବୈଜ୍ଞାନିକ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିବାର ଆବଶ୍ୟକତା ରହିଛି। ପରିବେଶ ବିଜ୍ଞାନ ସମ୍ପର୍କିତ ପୁସ୍ତକ ପଠନ ଓ ତତ୍ ସମ୍ପର୍କିତ କାର୍ଯ୍ୟଗୁଡ଼ିକ ଯେତେ ଅଧିକ କରିବେ, ପିଲାମାନେ ସମାଜ ପ୍ରତି ସେତେ ଦାୟିତ୍ୱବାନ ହେବେ। ବିଜ୍ଞାନର ଅବଦାନରେ ମୂଲ୍ୟବୋଧ ନିରୂପଣ କରିବେ। ଏହି ମୂଲ୍ୟାୟନ ସେମାନଙ୍କୁ ପରବର୍ତ୍ତୀ ସମୟରେ ବାସ୍ତବ ଜୀବନରେ ଘଟୁଥିବା ସମସ୍ୟାବଳୀକୁ ସମାଧାନ କରିବାରେ ସହାୟକ ହେବ। ପରିବେଶ ବିଜ୍ଞାନ ଶିକ୍ଷାଦାନର ଉଦ୍ଦେଶ୍ୟ। ପରିବେଶ ସଦାସର୍ବଦା ପରିବର୍ତ୍ତନଶୀଳ, ଏହା ବୁଝିବ ଓ ଏହି ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ଚଳିବାର ଉପାୟ ନିର୍ଣ୍ଣୟ କରିବ। ଶିକ୍ଷାର୍ଥୀ ପ୍ରତ୍ୟକ୍ଷ ଅନୁଭୂତି ଓ ବାସ୍ତବ ଅଭିଜ୍ଞତା ମାଧ୍ୟମରେ ପରିବେଶର ଉପାଦାନଗୁଡ଼ିକୁ ଚିହ୍ନଟ କରି ବିଭାଗୀକରଣ କରିବ। ପରିବେଶ ପରିବର୍ତ୍ତନ ହେବା କାରଣ ନିର୍ଣ୍ଣୟ କରି ଏହାର ନିରାକରଣ ପାଇଁ ଅନୁସନ୍ଧାନ କରିବ। ଜନସଂଖ୍ୟା ବୃଦ୍ଧିର କାରଣ ନ ବଢ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ। ଉଦ୍ଭିଦ ଜଗତର ସୁରକ୍ଷା ପାଇଁ ସଚେତନ ହେବ ଓ ଅନ୍ୟମାନଙ୍କୁ ସଚେତନ କରାଇବ। ପର୍ଯ୍ୟବେକ୍ଷଣ ଓ ଅନୁଶୀଳନ ଦ୍ୱାରା ବୈଜ୍ଞାନିକ ଚିନ୍ତାଧାରା ସହ ପରିଚିତ ହେବ। ଇତିହାସ ଶିକ୍ଷାଦାନର ଉଦ୍ଦେଶ୍ୟ। ଭାରତୀୟ ସମାଜ କିପରି ବିଭିନ୍ନ ସ୍ତର ଦେଇ ବିକାଶ ଲାଭ କରିଛି, ତାହା ବୁଝାଇବେ। ଇତିହାସରୁ ଆମେ ଗୌରବମୟ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସ୍ପଷ୍ଟ ଜ୍ଞାନ ଆହରଣ କରି ସେମାନେ ନିଜର ଆତ୍ମସମ୍ମାନ ବୃଦ୍ଧି କରିବେ। ଶିକ୍ଷାର୍ଥୀ ଅତୀତର ଘଟଣା ପ୍ରବାହର ଧାରାକୁ ଅଧ୍ୟୟନ କରି
ସମାଜର ବର୍ତ୍ତମାନ ସ୍ଥିତିକୁ ଉପଯୁକ୍ତ ଭାବେ ବୁଝିବେ। ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ସ୍ଥାନ ଓ ସେଠାରେ ଥିବା ସ୍ମାରକୀ ଗୁଡ଼ିକର ସୁରକ୍ଷା ପ୍ରତି ଧ୍ୟାନ ଦେବେ। ପରିବର୍ତ୍ତନର ପ୍ରକ୍ରିୟା ମଧ୍ୟ ଦେଇ ସଂସ୍କୃତି କିପରି ବିକଶିତ ଓ ରୁଦ୍ଧିମନ୍ତ ହୋଇଛି ତାହା ଅନୁଭବ କରିବେ। ବର୍ତ୍ତମାନର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାର ପ୍ରକ୍ରିୟା ସୁଦୂର ଅତୀତର କିପରି ଆରମ୍ଭ ହୋଇ ବିଭିନ୍ନ ସ୍ତର ଅତିକ୍ରମ କରି ଆଜିର ଏ ଅବସ୍ଥାରେ ପହଞ୍ଚିଛି ବୁଝିବେ। ବିଭିନ୍ନ ସାଂସ୍କୃତିକ ସମନ୍ୱୟ ଯୋଗୁଁ ଭାରତୀୟ ସଂସ୍କୃତି କିପରି ସମୃଦ୍ଧି ହୋଇଛି ବୁଝିବେ। ଐତିହାସିକ ସ୍ଥାନଗୁଡ଼ିକର ମହତ୍ତ୍ୱ ବୁଝିବେ। ଭୂଗୋଳ ଶିକ୍ଷାଦାନର ଉଦ୍ଦେଶ୍ୟ। ଗୋଟିଏ ସ୍ଥାନର ପ୍ରାକୃତିକ ପରିବେଶ କିପରି ସେହି ସ୍ଥାନର ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରେ ତାହା ଶିକ୍ଷାର୍ଥୀମାନେ ବୁଝିବେ। ବିଭିନ୍ନ ଭୌଗୋଳିକ ଭାଷା ଓ ପରିବେଶକୁ ଜାଣିବେ। ଭୌଗୋଳିକ ସାହାଯ୍ୟ ସରଞ୍ଜାମଗୁଡ଼ିକ ନାମ ଜାଣିବେ ଓ ଭବିଷ୍ୟତ ଜୀବନରେ ଏଗୁଡ଼ିକ ବ୍ୟବହାର କରିପାରିବେ। ବିଭିନ୍ନ ପ୍ରାକୃତିକ ପରିବେଶ କିପରି ମାନବ କଲ୍ୟାଣରେ ସହାୟକ ହୋଇଛି ତାହା ବୁଝିବେ। ମାନଚିତ୍ର ଅଙ୍କନ, ମାନଚିତ୍ର ଅଧ୍ୟୟନ, ଗ୍ଲୋବର ବ୍ୟବହାର ଓ ଭୌଗୋଳିକ ଚାର୍ଟ ପ୍ରସ୍ତୁତି କରିପାରିବେ। ବିଭିନ୍ନ ମହାଦେଶ, ମହାସାଗର, ସାଗର, ନଦୀ, ହ୍ରଦ, ପାହାଡ଼, ପର୍ବତ ଇତ୍ୟାଦିର ଅବସ୍ଥିତି ଜାଣିବେ। ବିଭିନ୍ନ ଅଞ୍ଚଳର ବସବାସ କରୁଥିବା ଅଧିବାସୀମାନଙ୍କର ଜୀବନଯାପନ ପ୍ରଣାଳୀ, ଭାଷା, ଖାଦ୍ୟ, ବେଶ, ଗମନାଗମନ ଇତ୍ୟାଦି ବିଷୟରେ ଧାରଣା ପାଇବେ। ଭାରତ ସରକାର କଳାପଟା ଅଭିଯାନ ପ୍ରକଳ୍ପ ନିମ୍ନୋକ୍ତ କେଉଁ ପାଠ୍ୟକ୍ରମ ଆଧାର ଶିକ୍ଷାନୀତି ଉପରେ ପର୍ଯ୍ୟବେସିତ? କଳାପଟା ଅଭିଯାନ ଆମର ଜାତୀୟ ଶିକ୍ଷାନୀତି 1986 ଉପରେ ଆଧାରିତ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାମାଜିକ ବିଜ୍ଞାନ ଭୂଗୋଳ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ? ଭୂଗୋଳ ପଢ଼ାଯିବ ନାହିଁ। ଭୂଗୋଳ ମାନେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ, ଏକ୍ସକର୍ସନ କରିକି ପାଇଲା, ପେଶୀୟ ବିକାଶ ହେବ, ଅନୁସନ୍ଧାନର ମନୋବୃତ୍ତି ହେବ, ବଂଶାନୁଗୁଣର ବିକାଶ ହୋଇନଥାଏ। ବଂଶାନୁଗୁଣ ହେଲା ବିଜ୍ଞାନ ଶିକ୍ଷାଦାନର ଉଦ୍ଦେଶ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଜ୍ଞାନ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ? ବିଜ୍ଞାନ ପାଇଁ ବୈଜ୍ଞାନିକ ବିକାଶ ହେବ, କର୍ମକୁଶଳତା ବିକାଶ ହେବ, ଆବେଗିକ ବିକାଶ ହେବ। ଏ ସମସ୍ତ ତ ଥିଲେ ମାରିବ ଖଚା ଖଚ। କେଉଁ ସବୁ ବିଷୟବସ୍ତୁ ପରିବେଶ ବିଜ୍ଞାନର ଅନ୍ତର୍ଭୁକ୍ତ? ପରିବେଶ ମାନେ ଭୂଗୋଳ, ବିଜ୍ଞାନ, ଇତିହାସ, ଭାଷା, ସାହିତ୍ୟ ପଢ଼ାଇଲା। ବିଜ୍ଞାନ, ଭୂଗୋଳ, ଗଣିତ, ରାଜନୀତି ବିଜ୍ଞାନ। ରାଜନୀତି ବିଜ୍ଞାନ ବିଜ୍ଞାନ, ଭୂଗୋଳ, ଗଣିତ। ଗଣିତ ହବନି। ବିଜ୍ଞାନ, ଭୂଗୋଳ, ଇତିହାସ ଓ ରାଜନୀତି ବିଜ୍ଞାନ ଏଇଟା ହବ। ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ, ଭାଷା, ସାହିତ୍ୟ ହବ ନାହିଁ। କେଉଁଟି ପ୍ରାଥମିକ ଶିକ୍ଷା ସ୍ତରରେ ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? କୋଉଟା ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? ପରିବେଶ ଗୁରୁତ୍ୱ ପ୍ରତି ସଚେତନ ହେବା ଲକ୍ଷ୍ୟ। ଠିକ୍ ଅଛି। ପରିବେଶ ସନ୍ତୁଳନର ଉପାୟ ଜାଣିବା। ଠିକ୍ ଅଛି। ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର କରିବା। ନା, ଯେତିକି ଦରକାର ସେତିକି ବ୍ୟବହାର କରିବା। ତେଣୁ ସେଇଟା ହବ ନାହିଁ। ମୂଲ୍ୟବୋଧ ଭିତ୍ତିକ ଜୀବନଶୈଳୀର କୌଶଳ ଶିଖିବା। ଏଟା ବି ହେଇପାରିବ। ଆମ ରାଜ୍ୟରେ ପରିବେଶ ଅଧ୍ୟୟନକୁ ଏକ ସମନ୍ୱିତ ପାଠ୍ୟକ୍ରମ ରୂପେ କେଉଁ ଶ୍ରେଣୀମାନଙ୍କରେ ପ୍ରଚଳନ କରାଯାଉଛି? ଆମ ରାଜ୍ୟରେ କେଉଁ ଶ୍ରେଣୀ? ନା ପ୍ରଥମ ଆଉ ଦ୍ୱିତୀୟ ଶ୍ରେଣୀ। ତୃତୀୟ ତ ହବନି, ତୃତୀୟ ହବନି, ପଞ୍ଚମ ହବନି। ପ୍ରଥମ ଆଉ ଦ୍ୱିତୀୟ ଖାଲି ହବ।
କେଉଁ ମସିହାରେ ଭାରତର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଓ ସାମାଜିକ ପାଠ ପରିବର୍ତ୍ତେ ପରିବେଶ ଅଧ୍ୟୟନ ପାଠ୍ୟକ୍ରମ ପ୍ରବର୍ତ୍ତନ କରିବା ପାଇଁ ସୁପାରିଶ କରାଗଲା? କେଉଁ ମସିହାରେ? ନା ଆମର 1986 ମସିହାରେ ଜାତୀୟ ଶିକ୍ଷାନୀତି। ଆମ ରାଜ୍ୟର କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଏକ ସମନ୍ୱିତ ପାଠ୍ୟକ୍ରମ ପରିବେଶ ବିଜ୍ଞାନ ଭାବେ ରଖାଯାଇଛି? ନା ତୃତୀୟରୁ ପଞ୍ଚମ ଶ୍ରେଣୀ। ଜାତୀୟ ପାଠ୍ୟକ୍ରମ 2005 ଆଧାରରେ ଆମ ରାଜ୍ୟରେ ଉଚ୍ଚ ପ୍ରାଥମିକ ଶ୍ରେଣୀଗୁଡ଼ିକର ସାମାଜିକ ବିଜ୍ଞାନ ବିଷୟରେ କେଉଁଟିକୁ ଅନ୍ତର୍ଭୁକ୍ତ କରାଯାଇନାହିଁ? ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଅଛି, କିନ୍ତୁ ପରିବେଶ ବିଜ୍ଞାନକୁ ଅନ୍ତର୍ଭୁକ୍ତ କରାନାହିଁ। ସ୍ଥାନୀୟ ଇତିହାସ ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଶିକ୍ଷାର୍ଥୀଙ୍କୁ ବିଭିନ୍ନ ଐତିହାସିକ ସ୍ଥାନ ସହ ପରିଚିତ କରାଇବା ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନଗୁଡ଼ିକ ସହ ପରିଚିତ କରାଇବା ହେବନି। ଦେଶର ବିଭିନ୍ନ ସ୍ଥାନ ସହ ପରିଚିତ କରାଇବା ହେବନି। ଶିକ୍ଷାର୍ଥୀ ବାସ କରୁଥିବା ସ୍ଥାନ ସମ୍ବନ୍ଧରେ ପରିଚିତ କରାଇବା। ଯେହେତୁ ସ୍ଥାନୀୟ ମାନେ ତାର ଆଖପାଖ ଏଇସବୁ ବିଷୟରେ, ତାର ସ୍ଥାନୀୟ ବିଷୟରେ ଜଣାଇବା। ଡି ହେବ ଆନ୍ସାର। କେଉଁଟି ପ୍ରାଥମିକ ସ୍ତରରେ ପରିବେଶ ଅଧ୍ୟୟନର ମୁଖ୍ୟ ଲକ୍ଷ୍ୟ ନୁହଁ? ତାହେଲେ ପରିବେଶ ଅଧ୍ୟୟନର କୋଉଟା ମୁଖ୍ୟ ନୁହଁ? ପରିବେଶ ଉପାଦାନ ଗୁଡ଼ିକୁ ଚିହ୍ନଟ କରିବା ଓ ବୁଝିବା। ଠିକ୍ ଅଛି। ପରିବେଶ ଉପାଦାନ ଗୁଡ଼ିକର ବର୍ଗୀକରଣ କରିବା। ଇଏ ବି ଠିକ୍। ପରିବେଶ ସହିତ ଖାପ ଖୁଆଇ ଚଳିବା ଶିଖିବା, ଏଇଟା ବି ଠିକ୍ ଅଛି। ପରିବେଶ ସମ୍ବନ୍ଧୀୟ ତଥ୍ୟ ଗୁଡ଼ିକ ବିଶ୍ଳେଷଣ କରିବା। ବିଶ୍ଳେଷଣ ଭାଇ ବିଜ୍ଞାନରେ। ତଳେ 4ଟି ଶିକ୍ଷାଦାନ ଉଦ୍ଦେଶ୍ୟ ଦିଆଯାଇଛି। ଜ୍ଞାନ ଭିତ୍ତିକ, ବୋଧ ଭିତ୍ତିକ, ପ୍ରୟୋଗ ଭିତ୍ତିକ, ପେଶୀୟ କୌଶଳ ଭିତ୍ତିକ। ଜଣେ ଶିକ୍ଷାର୍ଥୀ ଚନ୍ଦ୍ରଗ୍ରହଣ ସ୍ପଷ୍ଟ ନାମାଙ୍କିତ ଚିତ୍ର ଅଙ୍କନ କରିପାରୁଛି। ଅଙ୍କନ କରୁଛି ମାନେ ପେଶୀୟ କୌଶଳ ଅଛି, ଆଉ ଜ୍ଞାନ ମଧ୍ୟ ଅଛି। ଏ ଘଟଣାଟିକୁ ବୁଝାଇବାକୁ ସେ ଅସମର୍ଥ ହୋଇପାରେ। ପ୍ରୟୋଗ ବି କରିପାରେ, ମାନେ ବୁଝିନି, ପିଲାଟା ଘୋଷି ଦେଇଛି। ଏହି ପରିସ୍ଥିତିରୁ ଉପରୋକ୍ତ ମଧ୍ୟରୁ କେଉଁ ଶିକ୍ଷାଦାନ ଉଦ୍ଦେଶ୍ୟ ହାସଲ ହୋଇଛି ବୋଲି ଆମେ ବିଚାର କରିବା? ନା ତାର ଖାଲି ଜ୍ଞାନ ଅଛି ଆଉ ପେଶୀୟ କୌଶଳ ଭିତ୍ତିକ ଅଛି। ସେ ବୁଝିନି, ଘୋଷି ଦେଇଛି ଆଉ। ସାମାଜିକ ବିଜ୍ଞାନ ପାଠର ଏଇଟା ହବ 12 ନମ୍ବର। ଏଇଟା ସାମାଜିକ ବିଜ୍ଞାନ ପାଠର ବୋଧ ଉଦ୍ଦେଶ୍ୟ ସହିତ କେଉଁଟି ସମ୍ପୃକ୍ତ ନୁହେଁ? ବୋଧ। ପରିବେଶ ପରିବର୍ତ୍ତନର କାରଣ ଦର୍ଶାଇବା। ଅର୍ଥନୀତି ଓ ଦେଶର ପ୍ରଗତି ମଧ୍ୟରେ ସମ୍ପର୍କ ନିର୍ଣ୍ଣୟ କରିବା। ବିଭିନ୍ନ ଐତିହାସିକ ସ୍ଥାନକୁ ମାନଚିତ୍ରରେ ଚିହ୍ନାଇବା। ଏଇଟା ହବନି, ବୋଧ ନୁହେଁ। ଚିହ୍ନେଇବ କ'ଣ? କେଉଁଟିରେ କେବଳ ଭୌତିକ ପରିବେଶର ଅଂଶଗୁଡ଼ିକ ସୂଚିତ? ଭୌତିକ। ଜଳବାୟୁ, ସୌରମଣ୍ଡଳ, ଝଡ଼, ବତାସ ଏସବୁ ହେଲେ ଭୌତିକ। ଗୋଟିଏ ପିଲା ବାରମ୍ବାର ଥଣ୍ଡା ଜ୍ୱର ରୋଗରେ ପୀଡ଼ିତ ହେଉଛି। କେଉଁ ଉପଚାରଟି ସମସ୍ୟା ସମାଧାନମୂଳକ ଓ ବିଜ୍ଞାନ ସମ୍ମତ ନୁହଁ? ନିଜେ ନିଜର ଚିକିତ୍ସା କରିବା ଠିକ୍ ନୁହଁ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କର ସର୍ବପ୍ରଥମ ଲକ୍ଷ୍ୟ ହେବା ଉଚିତ? ନା କେଉଁମାନଙ୍କୁ ପଢ଼େଇବେ? ବିଦ୍ୟାଳୟ ସ୍ତରୀୟ ଶିକ୍ଷାର୍ଥୀଙ୍କର କେଉଁ ଦକ୍ଷତାଟି ସର୍ବୋତ୍ତମ ଅଟେ? ବିଦ୍ୟାଳୟ ସ୍ତରୀୟ କୋଉଟା? ନା ଆମର ପଢ଼ାଯାଇଥିବା ବିଷୟବସ୍ତୁକୁ ଅନ୍ୟମାନଙ୍କୁ ଠିକ୍ ଭାବରେ ବୁଝାଇ ପାରନ୍ତି। କେଉଁଟି ପରିବେଶ ଅଧ୍ୟୟନର ଉଦ୍ଦେଶ୍ୟ ନୁହଁ? ପରିବେଶ ଅଧ୍ୟୟନର କୋଉଟା ଉଦ୍ଦେଶ୍ୟ ନୁହଁ?
ନା ପରିବେଶ ପ୍ରଦୂଷିତ କରିବା। ଏଇଟା ଠିକ୍ ନୁହେଁ। ସାମାଜିକ ବିଜ୍ଞାନ ପାଠର ବୋଧ ଉଦ୍ଦେଶ୍ୟ ସହିତ କେଉଁଟି ସମ୍ପୃକ୍ତ ନୁହଁ? ନା ଐତିହାସିକ ରେଖା ମାନଚିତ୍ର ଅଙ୍କନ କରିବା। ସାମାଜିକରେ, ଭୂଗୋଳରେ ମାନଚିତ୍ର, ଐତିହାସିକ ରେଖା, ଏଇଟା ଇତିହାସକୁ ପଳେଇବ। ବାଲ୍ୟାବସ୍ଥାରେ ଶିଶୁ କେଉଁ ଦୁଇଟି ପରିବେଶ ବିଷୟରେ ଧାରଣା ପାଇଥାଏ? ପ୍ରାକୃତିକ ଆଉ ସାମାଜିକ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୌତିକ ପରିବେଶର ଅନ୍ତର୍ଗତ? ଭୌତିକ ପରିବେଶର କିଏ ଅନ୍ତର୍ଗତ ଆମର? ନା ଝରଣା ହେଲା ଭୌତିକ ପରିବେଶର ଅନ୍ତର୍ଗତ। ଡାକଘର ଧର୍ମାନୁଷ୍ଠାନ ହେଇଯିବ ସାମାଜିକ। ଜୀବଜନ୍ତୁ ହେଲା ପ୍ରାକୃତିକ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ? ସାମାଜିକ ହେଲା ଆମର ଡାକ୍ତରଖାନା। ନଦୀ, ଗଛଲତା, ମୃତ୍ତିକା ହେଲା ପ୍ରାକୃତିକ ହେଇଯିବ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାଂସ୍କୃତିକ ପରିବେଶର ଅନ୍ତର୍ଭୁକ୍ତ ନୁହଁ? କୋଉଟା ଆମର ସାଂସ୍କୃତିକ ପରିବେଶର ଅନ୍ତର୍ଭୁକ୍ତ ନୁହଁ? ନା କୋଠାବାଡ଼ି ହେଲା ଆମର ସାଂସ୍କୃତିକ ପରିବେଶର ଅନ୍ତର୍ଭୁକ୍ତ ନୁହଁ, ଏଟା ନିଜର। ନିମ୍ନଲିଖିତ ମଧ୍ୟରୁ କେଉଁଟି ପ୍ରାଥମିକ ବିଦ୍ୟାଳୟରେ ପରିବେଶ ଅଧ୍ୟୟନର ଗୁରୁତ୍ୱ ନୁହଁ? ପରିବେଶ ଅଧ୍ୟୟନ ପାଇଁ ନା ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଦେଶରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକୁ ଅଧ୍ୟୟନ କରିବା, ଏଇଟା ଆମର ଗୁରୁତ୍ୱ ନୁହଁ। କେଉଁ ଶ୍ରେଣୀ ଠାରୁ ପରିବେଶ ଶିକ୍ଷାକୁ ଦୁଇଟି ଅଲଗା ଅଲଗା ବିଷୟ ରୂପେ ପାଠ୍ୟକ୍ରମରେ ରଖାଯାଇଛି? ନା ତୃତୀୟ ଶ୍ରେଣୀ ଠାରୁ। ନିମ୍ନଲିଖିତ କେଉଁ କାର୍ଯ୍ୟଟି କ୍ରିୟାତ୍ମକ ବିକାଶର ଉଦାହରଣ? କ୍ରିୟାତ୍ମକ, କୌଣସି ବିଷୟରେ କୌଶଳ ହାସଲ ପାଇଁ ମସ୍ତିଷ୍କ ଓ ହାତର କାମ ମଧ୍ୟରେ ସମନ୍ୱୟ ରକ୍ଷା କରିବା। ନିମ୍ନଲିଖିତ କେଉଁ କାର୍ଯ୍ୟଟି ଭାବାତ୍ମକ ବିକାଶର ଉଦାହରଣ? ଭାବାତ୍ମକ। ବିଜ୍ଞାନର ଅବଦାନର ମୂଲ୍ୟବୋଧ ନିରୂପଣ କରିବା, ପରିବେଶକୁ ପର୍ଯ୍ୟବେକ୍ଷଣ କରି ତଥ୍ୟ ସଂଗ୍ରହ କରିବା, ଶିକ୍ଷଣୀୟ ଦୀର୍ଘସ୍ଥାୟୀ କରିବା ପାଇଁ ଉପରୋକ୍ତ ସମସ୍ତ ହବ। ପରିବେଶ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପରିବେଶ ଶିକ୍ଷା ସମ୍ବନ୍ଧୀୟ ତଥ୍ୟକୁ ବୁଝିବା ଓ ଅନ୍ୟମାନଙ୍କୁ ବୁଝାଇବା, ପରିବେଶ ଶିକ୍ଷା ସମ୍ବନ୍ଧୀୟ ସ୍ୱଶିକ୍ଷଣ କରିବା। କୋଉଟା ହବ? ନା ଆମର ପରିବେଶ ଶିକ୍ଷା ସମ୍ବନ୍ଧୀୟ ସ୍ୱଶିକ୍ଷଣ କରିବା। କେଉଁ ମହାନ ଦାର୍ଶନିକ ପ୍ରାଥମିକ ସ୍ତରର ପିଲାମାନଙ୍କ ପାଇଁ ଗଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି? କିଏ ଆମର? ନା ପ୍ଲେଟୋ ଦେଇଛନ୍ତି। ଏକ ସମତଳ କାଗଜ ଉପରେ ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରି ଭୂପୃଷ୍ଠର ବିଭିନ୍ନ ଅଂଶର ଉପସ୍ଥାପନକୁ କ'ଣ କୁହାଯାଏ? ନା ମାନଚିତ୍ର ବୋଲି ଆମେ କହିବା। ଭୂପୃଷ୍ଠର ଉଚ୍ଚନୀଚ ଦର୍ଶାଉଥିବା ମାନଚିତ୍ର କ'ଣ କହନ୍ତି? ତାକୁ ଆମେ ରିଲିଫ୍ ମାନଚିତ୍ର କହିବା। ଅକ୍ଷାଂଶ ବା ଦ୍ରାଘିମା କହିଲେ ଆମେ କ'ଣ ବୁଝିବା? ଦୁଇ ସ୍ଥାନ ମଧ୍ୟରେ କୌଣସି ଦୂରତ୍ୱକୁ ବୁଝିବା। ନିମ୍ନଲିଖିତ କେଉଁ କାର୍ଯ୍ୟରୁ ପିଲାମାନଙ୍କର ବ୍ୟବହାର ସମ୍ବନ୍ଧରେ ଜାଣିହୁଏ? କେଉଁ କାର୍ଯ୍ୟରୁ ପିଲାମାନଙ୍କର ବ୍ୟବହାର ସମ୍ବନ୍ଧରେ ଜାଣିପାରିବା? ନା ପ୍ରକଳ୍ପ କାର୍ଯ୍ୟ। ନିମ୍ନଲିଖିତ ମଧ୍ୟରୁ କେଉଁ ଦୁଇଟିକୁ ନେଇ ପରିବେଶ ଗଠିତ? କାହାକୁ ନେଇକି ଆମର ପରିବେଶ ଗଠିତ? ନା ପ୍ରାକୃତିକ ଓ ସାମାଜିକକୁ ନେଇ ପରିବେଶ ଗଠିତ। ପ୍ରାକୃତିକକୁ ଆମେ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ସାମାଜିକକୁ ଆମେ ତିନି ଭାଗରେ ବିଭକ୍ତ କରିଛନ୍ତି।
କ'ଣ ସେଗୁଡ଼ା? ନା ଯଥା ପ୍ରାକୃତିକରେ ଯିବ ଭୌତିକ ଆଉ ଜୈବିକ, ଆଉ ସାମାଜିକରେ ଯିବ ସାମାଜିକ, ସାଂସ୍କୃତିକ, ମନୁଷ୍ୟକୃତ। ନିମ୍ନଲିଖିତ ମଧ୍ୟରୁ କେଉଁଟି ପରିବେଶ ଅଧ୍ୟୟନର ମୂଳ ନୀତି? ନା ଶିକ୍ଷାର୍ଥୀ କିପରି ଶିଖିବେ? ନିମ୍ନଲିଖିତ ମଧ୍ୟରୁ କେଉଁଗୁଡ଼ିକ ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହଁ? କୋଉଡ଼ା ନୁହଁ? ପରିବେଶ ସଦାସର୍ବଦା ପରିବର୍ତ୍ତନଶୀଳ, ଏହା ବୁଝିବା। ପରିବେଶର ସଂରକ୍ଷଣ କରିବା। ପରିବେଶ ବିକାଶ ଘଟାଏ, କୌଣସିଟି ନୁହଁ। ପରିବେଶ ଅଧ୍ୟୟନର ଆବଶ୍ୟକତା କାହିଁକି ରହିଛି? ପରିବେଶ ଅଧ୍ୟୟନର ଆବଶ୍ୟକତା କ'ଣ ପାଇଁ ରହିଛି? ନା ଉପଯୋଜନ ଦକ୍ଷତା କୌଶଳ ହାସଲ କରିବା ପାଇଁ, ପରମ୍ପରା ଭଲମନ୍ଦ ବୁଝିବା ପାଇଁ, ଶିକ୍ଷଣୀୟ ଦୀର୍ଘସ୍ଥାୟୀ କରିବା ପାଇଁ, ଉପରୋକ୍ତ ସମସ୍ତ। ଡିଟା ହେବ ଆନ୍ସର। ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ, ଏହା ପରିବେଶ ଅଧ୍ୟୟନର କେଉଁ ଉଦ୍ଦେଶ୍ୟ ବିକାଶ ପାଇଁ ସାହାଯ୍ୟ କରେ? ଏହା ଭାବାତ୍ମକ ଉଦ୍ଦେଶ୍ୟ ପାଇଁ ସାହାଯ୍ୟ କରିଥାଏ। ପରିବେଶ ଅଧ୍ୟୟନର ତାତ୍ପର୍ଯ୍ୟ କ'ଣ? ପରିବେଶ ମାଧ୍ୟମରେ ଅଧ୍ୟୟନ କରିବା। ପରିବେଶ ସଂସ୍ପର୍ଶରେ ଶିକ୍ଷାର୍ଥୀମାନେ ଆସିଲେ କ'ଣ ହୁଏ? ଶିକ୍ଷାର୍ଥୀମାନଙ୍କର କ'ଣ ହେବ? ନା କୌତୂହଳ ସୃଷ୍ଟି ହେବ, ମନରେ ପ୍ରଶ୍ନ ଆସିବ, ଚିନ୍ତା କରିବା ପ୍ରବୃତ୍ତି ସୃଷ୍ଟି ହୁଏ। ଉପରୋକ୍ତ ସମସ୍ତ ଆନ୍ସର ହେବ। ପରିବେଶ ସଂସ୍ପର୍ଶରେ ପ୍ରତ୍ୟକ୍ଷ ଅନୁଭୂତି ଆହରଣ ପ୍ରକ୍ରିୟା ବ୍ୟାସକୁ କୁହାଯାଏ। କାହାକୁ କୁହାଯାଏ? ନା ପର୍ଯ୍ୟବେକ୍ଷଣକୁ ଆମେ କହିବା। ଶିକ୍ଷାର୍ଥୀମାନଙ୍କର ଦୈନିକ ପାକ ସମ୍ବନ୍ଧରେ ଜ୍ଞାନ ଆହରଣ ନିମିତ୍ତ ଶିକ୍ଷକ କେଉଁ ପଦ୍ଧତିର ଆଶ୍ରୟ ନେବା ଦରକାର? କେଉଁ ପଦ୍ଧତି? ନା ପର୍ଯ୍ୟବେକ୍ଷଣ। ମନୁଷ୍ୟ ଓ ପୃଥିବୀ ମଧ୍ୟରେ ଥିବା ନିବିଡ଼ ସମ୍ବନ୍ଧର ଏକ ବୈଜ୍ଞାନିକ ଆଲୋଚନା ଓ ବିଶ୍ଳେଷଣ ହିଁ କ'ଣ ଅଟେ? କ'ଣ ଅଟେ? ନା ଭୂଗୋଳ ଅଟେ। ସାମାଜିକ ବିଜ୍ଞାନ ଭୂଗୋଳରେ ମାନଚିତ୍ର ଅଧ୍ୟୟନ ଦ୍ୱାରା ଶିକ୍ଷାର୍ଥୀମାନଙ୍କର କେଉଁ ପ୍ରକାର ଶକ୍ତିର ବିକାଶ ହୋଇଥାଏ? ଶିକ୍ଷାର୍ଥୀମାନଙ୍କର କ'ଣ? ନା ପର୍ଯ୍ୟବେକ୍ଷଣ ଶକ୍ତିର ବିକାଶ ହୋଇଥାଏ। ସାମାଜିକ ବିଜ୍ଞାନ ଇତିହାସ ଅଧ୍ୟୟନ ଦ୍ୱାରା ଶିକ୍ଷାର୍ଥୀମାନେ ହଠାତ୍ କାହାକୁ ଦୁରାତ୍ମା ବା ମହାତ୍ମା ବୋଲି ବିଚାରନ୍ତି ନାହିଁ। ଏହା ତାହାଙ୍କର କେଉଁ ଶକ୍ତିର ବିକାଶ କରାଇଥାଏ? ଏହା ତାହାର ବୌଦ୍ଧିକ ଶକ୍ତିର ବିକାଶ କରାଇଥାଏ। ପାଠ୍ୟପୁସ୍ତକରେ ବିଷୟବସ୍ତୁ ଉପସ୍ଥାପନ ଓ ଭାଷାର ବ୍ୟବହାର ଶିକ୍ଷାର୍ଥୀମାନଙ୍କର କେଉଁ ସ୍ତରକୁ ବିଚାର କରି କରାଯାଇଥାଏ? କେଉଁ ସ୍ତରକୁ? ନା ମାନସିକ ସ୍ତର ନେଇ। ଶିକ୍ଷାଦାନର 3 ଗୋଟି ଦିଗ ହେଉଛି ଶିକ୍ଷାଦାନର ଲକ୍ଷ୍ୟ, ଶିକ୍ଷଣୀୟ ଅଭିଜ୍ଞତା ଓ ମୂଲ୍ୟାୟନ। ହୃତ୍ପିଣ୍ଡ ଚିତ୍ରର ଖଣ୍ଡିତ ଅଂଶଗୁଡ଼ିକ ଯୋଡ଼ି ତାର ପୂର୍ଣ୍ଣଚିତ୍ର ପ୍ରଦର୍ଶନ କର। ଏହା କେଉଁ ପ୍ରକାର ପ୍ରଶ୍ନ? ଏହା କେଉଁ ପ୍ରକାର ପ୍ରଶ୍ନ? ନା ନିଷ୍ପାଦିତ ପ୍ରଶ୍ନ। ବିଶ୍ୱ ଇତିହାସ କହିଲେ କ'ଣ ବୁଝାଯାଏ? ବିଶ୍ୱ ଇତିହାସ କହିଲେ ଆମେ ବିଶ୍ୱ ବିକାଶ କରିଥିବା ସଭ୍ୟତାର ବିବରଣୀକୁ ବୁଝାଇଥାଏ। ସାମାଜିକ ବିଜ୍ଞାନ ଭୂଗୋଳରେ ସ୍ଥାନୀୟ କ୍ଷେତ୍ର ପରିଭ୍ରମଣ ଦ୍ୱାରା କେଉଁ ବିଷୟର ଧାରଣା ଦିଆଯାଇଥାଏ? ପରିବେଶ ଦ୍ୱାରା ଆମେ କେଉଁ ଧାରଣା ଦେବା? ନା ପ୍ରାକୃତିକ ଅବସ୍ଥା, ରାଜନୈତିକ ଅବସ୍ଥା, ଅର୍ଥନୈତିକ ଅବସ୍ଥା ଏ ସମସ୍ତ ଉପରେ ଦେବା। କିଏ ପ୍ରଥମେ ଆଟଲାସର ପ୍ରଚଳନ କରିଥିଲେ? ଆଟଲାସ କିଏ? ନା ଟଲେମୀ ଆଟଲାସର ପ୍ରଚଳନ କରିଥିଲେ। କେଉଁଟି ସାମାଜିକ ବିଜ୍ଞାନ ଭୂଗୋଳ ଶିକ୍ଷାଦାନ ସମୟରେ ଶିକ୍ଷା ଉପକରଣ ଭାବେ ବ୍ୟବହୃତ ହୁଏ ନାହିଁ? କେଉଁଟା ଆମର? ନା ଐତିହାସିକ ମାନଚିତ୍ର। ନିମ୍ନଲିଖିତ ମଧ୍ୟରୁ କେଉଁଟି ବିତିଯାଇଥିବା ସମୟର ରେଖାଚିତ୍ର ପ୍ରତିନିଧି? ନା ଆମର ସମୟରେଖା। ଶ୍ରେଣୀଗୃହରେ ପାଠ୍ୟୋପକରଣ ବ୍ୟବହାର କରୁଥିବା ସମୟରେ
ଏହା କାହାକୁ ଆବୃତ କରିବ ନାହିଁ। କାହାକୁ ନା କଳାପଟାକୁ ଆମେ ଆବୃତ କରିପାରିବା ନାହିଁ। ନ୍ୟୁନତମ ଶିକ୍ଷଣୀୟ ସାମଗ୍ରୀ ଯୋଗାଣ କେଉଁ ଅଭିଯାନ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ? ନା କଳାପଟା ଅଭିଯାନ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିକ୍ଷଣୀୟ କୈନ୍ଦ୍ରିକ ପନ୍ଥାର ଲକ୍ଷଣ ନୁହେଁ? ଶିକ୍ଷକ ଶିକ୍ଷଣୀୟର ମୂଲ୍ୟାୟନ କରନ୍ତି। ଶିକ୍ଷଣୀୟ କାର୍ଯ୍ୟଭିତ୍ତିକ ଶ୍ରେଣୀର ବିଭିନ୍ନ ପ୍ରକାର ବସିବା ପ୍ରଣାଳୀ ଆବଶ୍ୟକ ଅଛି। କାରଣ ଦଳଗତ କାର୍ଯ୍ୟ କରିବା ପାଇଁ ଠିକ୍ ଅଛି। ସାମୂହିକ ଶିକ୍ଷଣୀୟ ଶିକ୍ଷାଦାନ ପାଇଁ ଠିକ୍ ଅଛି। ଶିକ୍ଷାର୍ଥୀ ଶିକ୍ଷକଙ୍କ ଠାରୁ ଦୂରବର୍ତ୍ତୀ ହେବା ପାଇଁ ବି ଠିକ୍ ଅଛି। ଉପରୋକ୍ତ ସମସ୍ତ ହେବ। ବହୁ ଶ୍ରେଣୀ ଶିକ୍ଷା କୌଶଳ ପ୍ରସ୍ତୁତି କଲାବେଳେ ଶିକ୍ଷକ କେଉଁ ଦିଗ ଗୁଡ଼ିକ ପ୍ରତି ଦୃଷ୍ଟି ଦେଇଥାନ୍ତି? ଶିକ୍ଷାର୍ଥୀମାନଙ୍କର ଦଳ ଗଠନ ଉପରେ ଦେବେ। ଶିକ୍ଷକଙ୍କର ଚେୟାର ଓ ଟେବୁଲ ପଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଦେବେ। ସ୍ୱଶିକ୍ଷଣ ପାଇଁ ବ୍ୟବସ୍ଥା ଉପରେ ଦେବେ। ଉପରୋକ୍ତ ସମସ୍ତ ହେବ ଆନ୍ସାର। କୌଣସି ପରିବେଶ ସମସ୍ୟାର କାରଣ ନୁହେଁ। ଏଇଟା ହେଲା ବନୀକରଣ। ପରିବେଶ ସମସ୍ୟାର କାରଣ ନୁହଁ। ବନ ଲଗେଇଲେ ଜଙ୍ଗଲ କଲେ ତାର ହବନି, କିନ୍ତୁ ଜନସଂଖ୍ୟା ବୃଦ୍ଧି କଲେ ତାର ହବ। ଯାନବାହନ ବହୁଳ ବ୍ୟବହାର କଲେ ବି ହବ। କଳକାରଖାନା ଧୂଆଁ ବାହାରିଲେ ବି ହବ। ପରିବେଶ ଦୂଷିତ ହବ। ପରିବେଶ ସମ୍ପର୍କିତ ସହ ପାଠ୍ୟକ୍ରମ କାର୍ଯ୍ୟଟି ହେଉଛି ସାକ୍ଷରତା ଦିବସ। କିଏ ବୈଜ୍ଞାନିକ ମନୋଭାବ ସମ୍ପନ୍ନ? ଯିଏ କାହା କଥା ନ ଶୁଣି ଯୁକ୍ତି କରେ। ଯିଏ ସବୁ କଥାକୁ ସହଜରେ ଗ୍ରହଣ କରିନିଏ ହବନି। ଯିଏ ନିଜ କଥାର ଗୁରୁତ୍ୱ ବଢ଼ାଇବା ପାଇଁ ଚେଷ୍ଟା କରେ। ଯିଏ କଷ୍ଟ ସହିଷ୍ଣୁ। ବିଦ୍ୟାଳୟର ଶିକ୍ଷାଦାନ ସମୟରେ କେଉଁ ଶିକ୍ଷା ଉପକରଣ ସର୍ବାଧିକ ସହାୟକ ମିଳିଥାଏ? କାହାର? ନା ଆମର କଳାପଟାର। ନିମ୍ନଲିଖିତ ମଧ୍ୟରୁ କେଉଁଟି ସାମାଜିକ ବିଜ୍ଞାନ ଭୂଗୋଳରେ ମାତ୍ରାସୂଚକ ଉପକରଣର ଅନ୍ତର୍ଭୁକ୍ତ? ମାତ୍ରାସୂଚକ ମାନେ ନମୁନା। କେଉଁଟି ଅଲଗା? ରେଡ଼ିଓ ଶୁଣି ହେବ, ମଡେଲ ଦେଖି ହେବ, ଟେପ୍ ରେକର୍ଡ ଶୁଣି ହେବ। ଟେଲିଭିଜନରେ ଦେଖିବ ଆଉ ଶୁଣିବ ଆଉ। ଟେଲିଭିଜନ ଅଲଗା ଆଉ। ପ୍ରତ୍ୟେକ ବଡ଼ ସହରମାନଙ୍କରେ ସମସ୍ତ ଯାନବାହନ ଜନିତ ପ୍ରଦୂଷଣ ସମ୍ମୁଖୀନ ହେଉଛନ୍ତି। ଜଣେ ସଚେତିତ ନାଗରିକ ହିସାବରେ ପରିବେଶ ସଂରକ୍ଷଣ ପାଇଁ କରିଥିବା କାର୍ଯ୍ୟଟି ହେଲା ଜନସାଧାରଣ ବ୍ୟବହାର କରୁଥିବା ଯାନବାହନରେ ଯାତ୍ରା କରିବେ। ଭାରତରେ ଜଙ୍ଗଲ ସମ୍ପଦ ଓ ପ୍ରାଣୀ ସମ୍ପଦ ବିଷୟରେ ଧାରଣା ଦେବା ପରେ ଶିକ୍ଷାର୍ଥୀମାନଙ୍କୁ ନନ୍ଦନକାନନକୁ ବୁଲିଯିବାକୁ ନେଇଗଲେ। ଏହା ସେମାନଙ୍କୁ କିଭଳି ସାହାଯ୍ୟ କରିବ? ଯଦି ଆମେ ନନ୍ଦନକାନନକୁ ବୁଲେଇ ନେବା କିପରି ସାହାଯ୍ୟ କରିବ? ନା ଶ୍ରେଣୀଗୃହର ପରିସ୍ଥିତି ସହ ବାସ୍ତବ ପରିସ୍ଥିତିକୁ ଯୋଡ଼ି ପାରିବେ। ପୋଷକ ପ୍ରସଙ୍ଗରେ ଉପନୀତ ହେବା ପାଇଁ ଶିକ୍ଷକ କ'ଣ କରିବେ? ଶିକ୍ଷକ କ'ଣ କରିବେ? ନା ଶିକ୍ଷାର୍ଥୀମାନଙ୍କୁ ନିଜର ଟିଫିନ୍ ବାକ୍ସ ଖୋଲି ଦେଖିବାକୁ ଓ ଶିକ୍ଷକଙ୍କ ବର୍ଣ୍ଣନା ଶୁଣିବା ପାଇଁ କହିବେ। ଅଙ୍କୁରୋଦଗମ ବିଷୟରେ ଧାରଣା ଦେବା ପାଇଁ ସବୁଠାରୁ ଉତ୍କୃଷ୍ଟ ଶିକ୍ଷାଦାନ ହେଉଛି କ'ଣ? କ'ଣ? ନା ଛାତ୍ରମାନଙ୍କୁ କିଛି ବୀଜ ବୁଣି ଅଙ୍କୁରୋଦଗମର ବିଭିନ୍ନ ଅବସ୍ଥା ପର୍ଯ୍ୟବେକ୍ଷଣ କରିବା ପାଇଁ କହିବା। ପରିବେଶ ଅଧ୍ୟୟନ ପୁସ୍ତକରେ ବିଭିନ୍ନ ପହେଳି ଓ ଧନ୍ଦା ରଖିବାର କେଉଁଟି ଏକ ଉଦ୍ଦେଶ୍ୟ ନୁହଁ? କୋଉଟା ଉଦ୍ଦେଶ୍ୟ ନୁହଁ? ନା ପିଲାମାନଙ୍କ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ କରିବା। ପରିବେଶ ଶିକ୍ଷକ ଭାବରେ ଶିକ୍ଷାର୍ଥୀମାନଙ୍କୁ ପ୍ରାଣୀ ଉଦ୍ୟାନକୁ ନେଇଗଲାବେଳେ କେଉଁ କାମଟି ସେମାନଙ୍କୁ ନ କରିବାକୁ କହିବା? କୋଉଟା? ନା ବହୁମାତ୍ରାରେ ଖାଦ୍ୟ ପଦାର୍ଥ ସେମାନଙ୍କ ସାଙ୍ଗରେ ନେଇଯିବା ପାଇଁ କହିବା ନାହିଁ।
ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।